ଆମେ ଯନ୍ତ୍ର ରୂପରେ ଆମର ଏକମାତ୍ର କର୍ତ୍ତବ୍ୟ ହେଉଛି ଅର୍ପଣ କରିବା। ଅର୍ପଣ ଯଦି ଆମେ ଭଗବାନকে କରିପାରିବା ତାହେଲେ ଆମର ଜୀବନ ଭକ୍ତିମୟ ଜୀବନ ହୋଇଯିବ। ଏହିପରି ଭାବରେ ଆମେ ପ୍ରଥମେ ଗୋଟେ ପଏଣ୍ଟ ଆଲୋଚନା କରିବା ଯେ ଏଠାରେ ପ୍ରଥମ କୁହାଯାଉଛି ଯତ୍ କରସି, ଅର୍ଥାତ୍ ତୁମେ ଯାହା ସବୁ କର ତତ୍ କୁରୁଷ ମଦ ଅର୍ପଣ, ତାହା ସବୁ ମୋତେ ଅର୍ପଣ କର। ଏଠାରେ ଅର୍ଜୁନ ଯୁଦ୍ଧ ଭୂମିରେ ଉପସ୍ଥିତ ହୋଇ ପ୍ରଥମେ ସେ କଥା ଉଠାଇଲେ ଯେ ନ ଯତ୍ ସେ, ଅର୍ଥାତ୍ ମୁଁ ଯୁଦ୍ଧ କରିବି ନାହିଁ। କାହିଁକି? ସେ ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ଏମାନଙ୍କ ପ୍ରତି ମୋହବଶତଃ ସେ ଏହି କଥା ଉଠାଇଥିଲା। କିନ୍ତୁ ଭଗବାନ କୃଷ୍ଣ ଯେତେବେଳେ ଚ୍ୟାଲେଞ୍ଜ ଦେଇ ତାଙ୍କୁ କହିଥିଲେ ଯେ କହ ତୁମେ ଯୁଦ୍ଧ କରିବ କି କରିବ ନାହିଁ, ସେତେବେଳେ ଅର୍ଜୁନ କନଫ୍ୟୁଜରେ ପଡ଼ିଯାଇଥିଲେ। ସେ ଯୁଦ୍ଧ କରିବେ କି କରିବେ ନାହିଁ କୌଣସି ଉତ୍ତର ଦେଇପାରିଲା ନାହିଁ। ସେତେବେଳେ ସେ କିଂ କର୍ତ୍ତବ୍ୟ ବିମୂଢ଼ ହୋଇ, ଅର୍ଥାତ୍ ଧର୍ମ ବିଷୟରେ ତାଙ୍କର ପ୍ରକୃତ ଜ୍ଞାନ ନଥିବା ଯୋଗୁଁ ସେ ସହିତ ଶ୍ରୀକୃଷ୍ଣଙ୍କ ଚରଣରେ ଆତ୍ମସମର୍ପିତ ହୋଇଗଲା। ଏହାକୁ କୁହାଯାଉଛି ଆତ୍ମସମର୍ପଣ। ତା ଆତ୍ମସମର୍ପିତ ଯେତେବେଳେ ହୋଇଗଲେ ସେତେବେଳେ ସେ କହୁଛନ୍ତି ଧର୍ମ ବିଷୟରେ ମୋର ଜ୍ଞାନ ନାହିଁ, ତେଣୁ ଜୀବ ହିସାବରେ ମୋର କ'ଣ କର୍ତ୍ତବ୍ୟ କ'ଣ ଅକର୍ତ୍ତବ୍ୟ ଏ ସମ୍ବନ୍ଧରେ କୌଣସି ମୋର ଧାରଣା ନାହିଁ। ତେଣୁ ହେ କୃଷ୍ଣ, ମୁଁ ତୁମର ଶିଷ୍ୟ ହୋଇଗଲି, ତେଣୁ ତୁମେ କୃପା କରି ମୋତେ ଯାହା ଶ୍ରେୟସ୍କର କର୍ତ୍ତବ୍ୟ ସେହି ସମ୍ବନ୍ଧରେ ଉପଦେଶ ଦିଅ। ସେହିପରି ଭାବରେ ଭଗବାନ କୃଷ୍ଣଙ୍କ ଚରଣରେ ଆତ୍ମସମର୍ପଣ କରି ଯେତେବେଳେ ଅର୍ଜୁନ ତାଙ୍କ ଶିଷ୍ୟ ହୋଇଗଲେ ସେତେବେଳେ ଭଗବାନ କୃଷ୍ଣ এই ଗୋଟିଏ ପରେ ଗୋଟେ ଦିବ୍ୟ ଉପଦେଶ ତାଙ୍କୁ ପ୍ରଦାନ କରିଥିଲେ। ପ୍ରଥମେ ସେ ଉପଦେଶ ଦେଇଥିଲେ ଯେ ତୁମେ ଦେହ ନୁହଁ, ତୁମେ ହେଉଛ ଆତ୍ମା। ଦେହ ସମ୍ବନ୍ଧରେ ସମ୍ବନ୍ଧିତ ହୋଇ ତୁମେ ମୋହବଶତଃ ଏହି କଥା ଉଠାଉଛ ଯେ ନ ଯତ୍ ସେ, ମୁଁ ଯୁଦ୍ଧ କରିବି ନାହିଁ। ତାହେଲେ ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ଏମାନଙ୍କ ସହିତ ତୁମର ଯେ ସମ୍ବନ୍ଧ সেই সম্বন্ধের সম্বন্ধিত হয়, অর্থাৎ এই জড়জাগতিক সম্বন্ধ, ভৌতিক সম্বন্ধ, এই অনিত্য সম্বন্ধের সম্বন্ধিত হয়ে তোমার ভিতরে মোহজাত হওয়া যোগুଁ তুমি এইপরি কথা কହୁଛ। তো এই অর্জুন যেତେବେଳେ মোহদশা ପ୍ରାପ୍ତ ହେଇଥିଲେ ସେ ସେତେବେଳେ କୃଷ୍ଣଙ୍କ ଚରଣ ଆତ୍ମସମର୍ପଣ କରିଛନ୍ତି। এই ଶ୍ଲୋକ ମାଧ୍ୟମରେ ଗୀତାର এই କଥା କୁହାଯାଇଛି ଯେ कार्पण्य दोषोपहत स्वभाव पृच्छामि धर्म संमूढ़ चेता जश्रेय सा निश्चित गृहीतन्मे शिष्यस्तं सादिमां तां प्रपन्न। अर्थात कार्पण्य दोष, कार्पण्य कहले कृपणता। कृपणता शब्दर अर्थ होची एठारे जे आत्मा रूपे मोर आत्म संबंधी ज्ञान नाही, आत्मा परमात्मा संबंधी मोर ज्ञान नाही। आत्मा हिसाब से जीवात्मा हिसाब से मोर कर्तव्य कौन ता मु जाने नाही। तेणु मु तुमर चरण आत्मसमर्पण करछे, तुम्हें मत शिष्य हिसाब से ग्रहण कर आ मत ये उपदेश दियो जे मो पाई श्रेष्ठकर कर्तव्य कौन। सेतेबेले एई कथा कहते जे कार्पण्य दोषोपहत स्वभाव पृच्छामि धर्म संमूढ़ चेता जश्रेय सा, जा श्रेष्ठ श्रेयस्कर कर्तव्य ता कृपा करी मत उपदेश दिए। मु तुम्हार शिष्यस्तं सादिमां तां प्रपन्न, ते तुम्हार चरण मु प्रपन्न हो गली, अर्थात समर्पित हो गली। तेने तुम्हें कृपा करी मो पाई जा श्रेयस्कर कर्तव्य ता उपदेश दिए। ते भगवान कृष्ण ए दिव्य उपदेश तांको प्रदान करले। गोटे पर गोटे यहीपर दिव्य जो उपदेश श्रवण करछन्ति अर्जुन भगवान कृष्ण को
ତାଙ୍କର ଦିବ୍ୟ ଉଦୟ ହେଇଗଲା, ତାଙ୍କର ମୋହଦାସ ଦୂର ହେଇଗଲା। ଏହିପରି ଭଗବାନ କୃଷ୍ଣଙ୍କ ମୁଖରୁ 574ଟି ଶ୍ଲୋକ ଶ୍ରବଣ କଲେ। ଏହା ହେଉଛି ସବ ଦିବ୍ୟ ଉପଦେଶ। আর এই 574টি শ্লোক ভগবান কৃষ্ণଙ୍କ মুখରୁ শ্রবণ କରିଥିଲେ। ସେ 40ଟି ପ୍ରଶ୍ନ ପଚାରିଥିଲେ 40ଟି ଶ୍ଲୋକରେ। ଅର୍ଜୁନ 40ଟି ଶ୍ଲୋକରେ ପ୍ରଶ୍ନ ପଚାରିଥିଲେ ଆଉ ଭଗବାନ କୃଷ୍ଣ 574ଟି ଶ୍ଲୋକରେ ତା ଉତ୍ତର ଦେଇଥିଲେ। আর ଅବଶିଷ୍ଟ ଯେତିକି ଶ୍ଲୋକ ରହିଛି ତାହା ଅର୍ଜୁନ 85ଟି ଶ୍ଲୋକରେ ଅର୍ଜୁନ 85ଟି ଶ୍ଲୋକରେ ଏ ପ୍ରଶ୍ନ ପଚାରିଥିଲେ ଆଉ ଭଗବାନ କୃଷ୍ଣ 574ଟି ଶ୍ଲୋକରେ ଉତ୍ତର ଦେଇଥିଲେ। ଆଉ ଯାହା 41ଟି ଶ୍ଲୋକ ବାକି ରହିଲା, 41ଟି ଶ୍ଲୋକମାନଙ୍କ ମଧ୍ୟରୁ ଗୋଟିଏ ଶ୍ଲୋକ କେବଳ ଧୃତରାଷ୍ଟ୍ର ପ୍ରଶ୍ନ ପଚାରିଥିଲେ ତାଙ୍କର ମନ୍ତ୍ରୀ ଏବଂ ସଚିବ ସଞ୍ଜୟଙ୍କୁ। ଆଉ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଗୋଟିଏ ଶ୍ଲୋକର ପ୍ରଶ୍ନର ଉତ୍ତର ଦେଇଛନ୍ତି 40ଟି ଶ୍ଲୋକରେ। ସେଠାରୁ ଦେଖାଯାଉଛି ଧୃତରାଷ୍ଟ୍ର ଗୀତାର ପ୍ରଥମ ଗୋଟିଏ ମାତ୍ର ପ୍ରଶ୍ନ ପଚାରିଥିଲେ, ଧର୍ମକ୍ଷେତ୍ର କୁରୁକ୍ଷେତ୍ର ସମବେତା ଯୁଜୁତ୍ସବ ମାମକ ପାଣ୍ଡବ ଶୈବ କିମ୍ ଅକୁରୁବତ ସଞ୍ଜୟ। এই ଗୋଟିଏ ମାତ୍ର ପ୍ରଶ୍ନ ପଚାରିଥିଲେ। আর এই ପ୍ରଶ୍ନର ଉତ୍ତର ଦେଇଥିଲେ ତାଙ୍କର ମନ୍ତ୍ରୀ ସଞ୍ଜୟ 40ଟି ଶ୍ଲୋକରେ। ତେଣୁ ଧୃତରାଷ୍ଟ୍ର ଗୋଟିଏ ଶ୍ଲୋକ, ସଞ୍ଜୟ 40ଟି ଶ୍ଲୋକ। ଆଉ ଏଠାରେ ଅର୍ଜୁନ 85ଟି ଶ୍ଲୋକରେ ଭଗବାନ କୃଷ୍ଣଙ୍କୁ ଭିନ୍ନ ଭିନ୍ନ ବିଷୟରେ ପ୍ରଶ୍ନ ପଚାରିଥିଲେ। ଆଉ ସେହି ସବୁ ପ୍ରଶ୍ନର ଉତ୍ତର ଭଗବାନ କୃଷ୍ଣ ଦେଇଛନ୍ତି 574ଟି ଶ୍ଲୋକରେ। ଏ ଟୋଟାଲ ହେଉଛି 700 ଶ୍ଲୋକ। ଅର୍ଥାତ୍ ଧୃତରାଷ୍ଟ୍ର 1, ସଞ୍ଜୟ 40, ଅର୍ଜୁନ 85ଟି ଆଉ ଭଗବାନ କୃଷ୍ଣ 574ଟି ଶ୍ଲୋକ। ଏହାକୁ ଟୋଟାଲ କଲେ 700 ଶ୍ଲୋକ ସମନ୍ୱିତ ଏ ଶ୍ରୀମଦ୍ ଭଗବତ ଗୀତା। ତ ଏ 700 ଶ୍ଲୋକ ସମନ୍ୱିତ ଭଗବତ ଗୀତାରେ ଆଜି ଆମେ ପାଠ କରୁଛେ ଏ 9ମ ନମ୍ବର ଶ୍ଲୋକ। ये 9ମ नंबर श्लोक ये 9ମ अध्याय 9ମ नंबर श्लोक 9ମ अध्याय 27 नंबर श्लोक। 27 नंबर श्लोक रे भगवान कृष्ण ये उपदेश देउछन्ति अर्जुन उद्देश्य समग्र जगतवासी अर्थात अर्जुन को लक्ष्य करी समग्र जगतवासी आम मन ये उपदेश देउछन्ति, जत करसी जत अस्नासी जत जोशी ददासी जत तपस्यासी कौन्तेय तत्कुरुष्व मद अर्पण। अर्थात एठारे प्रथम कहते जत करसी तुम्हें जहाँ सब कर ता सब मते अर्पण कर। तेठारे अर्जुन भगवान कृष्ण के मुखरू ये 574टी दिव्य उपदेश जो प्राप्त हेले तांकर मोहदाशा दूर हो गला। जो मोहदाशा दूर हो गला से सेतेबेले निज मुखर यही कथा कहते जे नष्ट मोह स्मृति लब्ध तत्प्रसाद मयाच्युत स्थित अस्मि गतस्व पंथा परिश्य वचनं तव। ये कथा उठाइले ये अर्जुन ये कथा कह नष्ट मोह स्मृति लब्ध तत्प्रसाद मयाच्युत स्थित अस्मि गत संदेह परिश्य वचनं तव। अर्थात जे अर्जुन प्रथम कथा उठाइले जे न जस्से मु युद्ध करी नाही, किंतु से अर्जुन जितेबाला भगवान कृष्ण के मुखरू ये दिव्य उपदेश प्राप्त हेले तांकर मोहदाश दूर हो गला। से निज मुखर यही कथा कहले जे नष्ट मोह स्मृति लब्ध तत्प्रसाद मयाच्युत स्थित अस्मि गत संदेह परिश्य वचनं तव। हे कृष्ण तुम्हार दिव्य उपदेश मोर मोह दूर हो जाए, मु मोर स्वरूप अवस्था अवस्थान करुचे, मु बर्तमान बुझी पारिचे जे जीवात्मा हिसाब से मोर कर्तव्य कौन।
अर्थात मोर कर्तव्य होचे तुम्हें जेहेतु भगवान तुमार निर्देश पालन करवा ही होची मोर कर्तव्य। ये अर्जुन यही निर्णय से नेले अर्थात भगवान का आदेश पालन करवा ही होची प्रकृत धर्म। तेणु भगवान कृष्ण जमी गीतार चरम उपदेश देउछन्ति मनरे सबेले मो कथा चिंता कर मोर भक्त हो मते नमस्कार कर मते पूजा कर। तेणु से भगवान कृष्ण ये चरम उपदेश देउछन्ति मन मना भव मद भक्त मत जाजी मन नमस्कार अर्थात मोर भक्त मनरे सबेले मो कथा चिंता कर मोर भक्त हो मते उपासना कर बा पूजा कर मते नमस्कार कर। ये चारिटी काम कथा कहले भगवान कृष्ण लास्ट से उपदेश देउछन्ति यही श्लोक चरम परिणाम स्वरूप सबकिछु परिहार करी समस्त प्रकार धर्म परिहार करी मो चरण शरणापन्न हो। तेणु यह होची वास्तव धर्म। भगवान धर्म स्थापन करने ये जगत को आसी आसी से ये उपदेश दौन समस्त धर्म परित्याग कर तमाने पृथ्वी रे जिते प्रकार धर्म चली ये सब छल धर्म तेना ये सब प्रकार धर्म परिहार करी भगवान कृष्ण के कथा अनुसार भगवान श्रीकृष्ण चरण आत्मसमर्पण करवा ही होची वास्तव धर्म। तेणु से कहले सर्वधर्मान परित्यज्य माम एकं शरणं व्रज। तेईपरी वास्तव धर्म कन भगवान कृष्ण ये स्थापन करना। तेणु यहीपरि जदि आम श्रीकृष्ण चरण आत्मसमर्पण करवा कृष्ण शरणापन्न हो जावा कृष्ण के जब भक्त हो ताले कौन हम यार परिणाम कौन अहम तंग सर्व पापेभ्य मोक्षयिष्यामि मा शुच। तेणु भगवान कृष्ण यही कथा कहले तुम्हें चिंता करूना तुम जन्म जन्मार्जित जिते सब पाप कर्म परिणाम स्वरूप तुम्हार दुख भोग करवार थिला से तुमको मुक्त करदेवी। ये भगवान कृष्ण कहले अहम तंग सर्व पापेभ्य मोक्षयिष्यामि मा शुच। ये वास्तव धर्म। तो से समस्त पापर समस्त कर्म बंधन मुक्त होगापाई भगवान कृष्ण यही श्लोक नवम अध्याय 27 नंबर श्लोक से कहते जत करसी प्रथम तुम्हें जहाँ सब कर तापर कहते जत स्नासी तुम्हें जहाँ सब खाओ तापर कहते जत जुहसी तुम्हें जहाँ सब अर्पण कर अर्थात होम यज्ञ आदि जहाँ सब कर पुण्य को ददासी ज चतुर्थ तुम्हें जहाँ सब दान कर तापर कह पंचम जत तपस्यासी तुम्हें जहाँ सब तपस्या कर ता सब मते अर्पण कर। ये चरम कथा एठारे व्यक्त करदेले भगवान कृष्ण। एठारे गोटे पर गोटे पॉइंट नहीं आम आलोचना करें। प्रथम से कहले जत करसी तुम्हें जहाँ सब कर ता सब मते अर्पण कर माने तत्पुरुष मत अर्पण ता सब मते अर्पण करे भगवान कृष्ण एक कथा कहले। एठार प्रथम आम देखा अर्जुन प्रथम युद्ध करने चाहू नथिले किंतु कृष्णकर मुखर दिव्य उपदेश श्रवण करी से युद्ध करने प्रस्तुत हो गला। एठार युद्धटा प्रथमे से करने चाहू नथिले किए अर्जुन कहीं जदि युद्ध करी ताहले यही सब आत्मीय स्वजन बंधु बांधव एमान को बध करवा के हो यही बध जो मोर पाप हम से पाप कर्म परिणाम स्वरूप मोर नरक गति हम। ये अर्जुन निज विचार रे यहीपरि निर्णय नहीं थिला किंतु यही निर्णय नेवा जोगी से युद्ध करिवे नाही यही कथा उठाई किंतु भगवान कृष्ण के मुखर जो दिव्य उपदेश प्राप्त हो गले से बुझी पारे जे प्रकृत कर्तव्यटा कौन कहीं आमे जदि भगवान के पाई जदि कर्म करिबा ताहले से कर्मेर प्रतिक्रिया आमको भोग करवा के हेब नाही।
तेठारे अर्जुन प्रथम युद्ध करिबा नाही, युद्ध छाड़ी ज्योति धर्म अवलंबन करी भिक्षावृत्ति अवलंबन करी जीविका निर्वाह करने प्रस्तुत हो गला। तो भगवान कृष्ण कहले तुम्हें जदि यहीपरि युद्ध क्षेत्र छाड़ी जदि ज्योति धर्म अर्थात शून्य धर्म अवलंबन करी भिक्षावृत्ति द्वारा जीविका निर्वाह करिवो सेई मोर आदेश लंघन करने जो यही अपराध जो तुमको नरक को जीवा अर्थात केते बढ़िया कथा एठार कहते भगवान कृष्ण जे तुम्हें जदि युद्ध छाड़ी शून्य धर्म अवलंबन करी भिक्षावृत्ति अवलंबन करी जीविका निर्वाह करिवो तो मोर आदेश लंघन करने जो तुमको नरक को जीवा आ जदि मोर निर्देश अनुसार तुम्हें जदि युद्ध करिवो जिते शत्रुपक्ष सैन्य मान बध करिवो से बध जो तुमार पाप स्पर्श हेब नाही, तुमार निम्न गति हेब नाही, तुमार नरक गति हेब नाही, तुमार से उच्च गति अर्थात मोर धाम तुम्हें प्राप्त हो, मो पाख को तुम्हें फेरी आस। ये भगवान प्रकृत सिद्धांत कथा एठार व्यक्त कर तेणु भगवान कृष्ण ये पद्म पुराण रे निज मुखरे चरम उपदेश दौरान मन निमित्त कृतं पाप धर्माय कल्पते अर्थात मो पाई जदि कहीं कौन प्रकार पाप कर्म कला ताहले ताव प्रकृत पक्ष धर्म भगवान निज मुखरे ये कथा कहते मत निमित्त कृतं पाप धर्माय कल्पते अर्थात ये धर्म नामे परिगणित है और तापर कहते मत अनादर अर्थात मत जदि कि अनादर करी धर्म पालय ताहा प्रकृत पक्ष अधर्म हो मत प्रभावत केते बढ़िया कथा एठार भगवान कहते तेणु माम अनाद्यत धर्म पापं सा मत प्रभावत भगवान कृष्ण निज मुखे कथा कहीदे अर्थात मन निमित्त कृतं पापं धर्माय कल्पते माम अनाद्यत धर्म पापं सा मत प्रभावत धर्म निगूढ़ तत्व एठार भगवान कहीदे जे मो पाई जदि कई कौन प्रकार पाप कर्म कला ताहा प्रकृत धर्म नाम परिगणित मत अनादर करके जदि सेहीपरि तथाकथित धर्म आचरण करिव ता मो प्रभाव ता प्रकृत पक्ष पाप कर्म ते कर्मर प्रकृत निगूढ़ तत्व भगवान एठार कहते एठार यही प्रसंग में आम आलोचना करवा एठार देखा जे अर्जुन भगवान कृष्ण के निर्देश अनुसार कुरुक्षेत्र युद्ध भूमि में शत्रु पक्ष केते केते सैनिक मान सब बध कले किंतु भगवान के निर्देश अनुसार यही कर्म करने जो तांकर पापर फल भोगवा के हला नहीं किंतु अर्जुन जदि निज बुद्धि रे ये युद्ध छाड़ी जदि पलि जाता से भगवान के आदेश लंघन करी से भगवान के आदेश लंघन करने जो नरक को जीवाकू होता ते धर्म निगूढ़ तत्व यही प्रसंग गोटे स्टोरी आम कहवा जे दक्षिण भारत रे ये द्रविड़ देश एक कथा कहुच्छी सेठारे माने भगवान कर 12 जन पार्षद मान अच्छा से कहा तिरुमंग बाई ये सॉरी ये अलबार 12 जन आम जमी कहो आमर भाषा एठारे पार्षद महाजन से भाषा द्रविड़ भाषा से कहते कौन न अलबर तो 12 जन अलबर माने 12 जन महाजन भगवान का महान भक्त ये द्रविड़ भाषा ये कथा कहुच्छी तमिल भाषा 12 जन अलबर तो 12 जन अलबर मान मध्य जने अलबर ना हूँ तिरुमंग बाई ये अष्टम शताब्दीर कथा अष्टम शताब्दीर कथा यहीपरि एक
ଭଗବାନଙ୍କର ପାର୍ଷଦ ଯାହାଙ୍କ ନାଁ ହେଉଛି ତିରୁମଙ୍ଗ ବାଇ। 18 ବର୍ଷ ବୟସରେ ସେ ଭାରତରେ ବିଭିନ୍ନ ତୀର୍ଥ ପରିଭ୍ରମଣରେ ବାହାରିଥିଲେ। ଭାରତରେ ବିଭିନ୍ନ ତୀର୍ଥ ପରିଭ୍ରମଣ କରିବା ସମୟରେ ସେ 4 ଜଣ ଶିଷ୍ୟ ଗ୍ରହଣ କରିଥିଲେ। ଅଦ୍ଭୁତ ବିଭୂତି ସମ୍ପନ୍ନ 4 ଜଣ ଶିଷ୍ୟ। તે 4 ଜଣ ଶିଷ୍ୟଙ୍କର ନାଁ ଥିଲା, এইପରି ନାଁ ସବୁ ଦିଆଯାଇଥିଲା ଯେ ଜଳ ପରିଚୟ, ଅର୍ଥାତ୍ ଜଳର ଉପରେ ଜଣେ ଚାଲିପାରିବ, ଏ ଜଣେ ଶିଷ୍ୟ। আর ଜଣଙ୍କ ନାଁ ହେଉଛି দ্বার উন্মোচক, অর্থাৎ সিন্ধুকের যেতে বড় বড় তালা লাগিଥିବ সে যদি ফুঁ দিব, ফুঁ যদি দেব তাহলে আপে আপে সব খুলিଯିବ, দ্বার উন্মোচক। এ দ্বিতীয় শিষ্য। তৃতীয় শিষ্য হচ্ছেন তর্ক চূড়ামণি, অর্থাৎ কেହି তর্ক করে তাকে পরাস্ত করে পারিব না, তৃতীয় শিষ্য। আর চতুর্থ শিষ্যଙ୍କ ନାଁ ହେଉଛି ଛାଇ ପରିଗ୍ରହ, ଅର୍ଥାତ୍ କାହାରି ଦେହର ଛାୟା ରୂପରେ ସେ ଯଦି ପଦ ଦ୍ୱାରା ପଦ ସ୍ଥାପନ କରିଦେବେ ତାହେଲେ ସେ ଆଉ ଚାଲିପାରିବେ, ସେଇଠୁ ସ୍ଥିର ହେଇଯିବ। ଅର୍ଥାତ୍ ଦେହରେ ଯେ ଛାୟା ପଡ଼ୁଛି, ଛାୟାର ଉପରେ ସେ ଯଦି ପାଦ ରଖିଦେବେ ତାହେଲେ ସେ ବ୍ୟକ୍ତି ଆଉ ଚାଲିପାରିବ ନାହିଁ, ସେଇଠାରେ ସ୍ଥିର ହୋଇ ରହିଯିବ। ଏ 4 ଜଣ ଅଦ୍ଭୁତ ବିଭୂତି ସମ୍ପନ୍ନ ଶିଷ୍ୟ ଗ୍ରହଣ କରିଥିଲେ ତିରୁମଙ୍ଗ ବାଇ। ପ୍ରଥମ ହେଲା ଜଳ ପରିଚର, ଅର୍ଥାତ୍ ଜଳର ଉପରେ ସେ ଚାଲିପାରିବ। ଦ୍ୱିତୀୟ ହେଉଛି ଦ୍ୱାର ଉନ୍ମୋଚକ, ସେ ବଡ଼ ବଡ଼ ସିନ୍ଧୁକରେ, ଇଏ ବଡ଼ ବଡ଼ ଭଣ୍ଡାରରେ ଯେତେ ବଡ଼ ତାଲା ଲାଗିଥିବେ ସେ ଯଦି ଫୁଁ ଦେବ ଆପେ ଆପେ ସବୁ ଖୋଲିଯିବ। ତୃତୀୟ ଶିଷ୍ୟ ହେଉଛନ୍ତି ତର୍କ ଚୂଡ଼ାମଣି, ତର୍କରେ କେହି ତାକୁ ପରାସ୍ତ କରିପାରିବ ନାହିଁ। ଆଉ ଚତୁର୍ଥ ଶିଷ୍ୟ ହେଉଛନ୍ତି ଛାୟା ପରିଗ୍ରହ, ଅର୍ଥାତ୍ ଦେହ ଛାୟାର ଉପରେ ସେ ଯଦି ପାଦ ରାଖିଦେବେ ସେ ଆଉ ବ୍ୟକ୍ତି ଆଉ ଚାଲିପାରିବ। ଏ 4 ଜଣ ଅଦ୍ଭୁତ ଶିଷ୍ୟ, ଅଦ୍ଭୁତ ବିଭୂତି ସମ୍ପନ୍ନ ଶିଷ୍ୟ ଗ୍ରହଣ କରି ସେ ଆସି ଉପସ୍ଥିତ ହେଇଥିଲେ এই দক্ষিণ ভারতের শ্রীরঙ্গম ক্ষেত্র। ଶ୍ରୀରଙ୍ଗମ କ୍ଷେତ୍ର ଯେଉଁଠାରେ ରଙ୍ଗନାଥ ଜୀଉ ବିଗ୍ରହ ବିରାଜମାନ। ଏ ରଙ୍ଗନାଥ ଜୀଉ ବିଗ୍ରହ ପ୍ରଥମେ ଯେତେବେଳେ ଥିଲା ସେତେବେଳେ ଚାରିଆଡ଼େ ସବୁ ଜଙ୍ଗଲ ହେଇଯାଇଥିଲା, ଅର୍ଥାତ୍ ଏ 8ମ ଶତାବ୍ଦୀର କଥା। ସେଟା ଚାରିଆଡ଼େ ସବୁ ଜଙ୍ଗଲ ହେଇଯାଇଥିଲା, ବନ୍ୟ ହିଂସ୍ର ପଶୁମାନେ ସେ ଜଙ୍ଗଲରେ ବାସ କରୁଥିଲେ। ଦିନ ବେଳରେ ଜଣେ ପୂଜାରୀ ଆସି ଟିକେ ତୁଳସୀ ପତ୍ର ଦେଇ, ତୁଳସୀ ଗଙ୍ଗା ଜଳ ଦେଇ ଏହିପରି ସେ ସେବା କରି ପଳାଇ ଯାଉଥିଲା। ତ ସେଠାକୁ ଯେତେବେଳେ ଆସି ଉପସ୍ଥିତ ହୋଇଗଲେ ତିରୁମଙ୍ଗ ବାଇ 4 ଜଣ ଶିଷ୍ୟମାନଙ୍କ ସହ, ସେ ସେତେବେଳେ ଦେଖିଲେ ଏ ରଙ୍ଗନାଥଜୀଙ୍କୁ ଠିକ୍ ଭାବରେ ସେବା ହେଉନାହିଁ। ଏ ପାଖରେ ବଡ଼ ବଡ଼ ସବୁ ସେଠଜୀମାନେ, ଧନୀ ବ୍ୟକ୍ତିମାନେ ବିଶାଳ ବିଶାଳ ସବୁ ପ୍ରାସାଦ ନିର୍ମାଣ କରି ସୁଖରେ ବାସ କରୁଛନ୍ତି। ଭଗବାନଙ୍କର ସମ୍ପତ୍ତି ଲକ୍ଷ୍ମୀକୁ ଭୋଗ କରୁଛନ୍ତି। ଆଉ ଏଠାରେ ଭଗବାନ ଏହିପରି ମାନେ ଅଯତ୍ନରେ ପଡ଼ିଛନ୍ତି। ତେଣୁ ଏମାନଙ୍କୁ କଲ୍ୟାଣ ବିଧାନ କରିବାକୁ ହେବ। 4 ଜଣ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ, ତୁମେମାନେ ଯାଇ ସେମାନଙ୍କ ପାଖକୁ ଯାଇ ଅର୍ଥ ଭିକ୍ଷା କରି ନେଇ ଆସ। ଆମେ ରଙ୍ଗନାଥଜୀଙ୍କ ଲାଗି ଏକ ସୁନ୍ଦର ସେବାର ବ୍ୟବସ୍ଥା କରିଦେବା, ଆଉ ସୁନ୍ଦର ମନ୍ଦିର ନିର୍ମାଣ କରିଦେବା। ତ ଏହିପରି ଭାବେ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ 4 ଜଣ ଶିଷ୍ୟମାନେ ଯେତେବେଳେ ଗଲେ ସେ ବଡ଼ ବଡ଼ ଧନୀ ବ୍ୟକ୍ତିମାନଙ୍କ ପାଖକୁ, সেই ଧନୀ ବ୍ୟକ୍ତିମାନେ କେମିତି ବାସ କରିଥିଲେ? ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରି, ପ୍ରାସାଦ ନିର୍ମାଣ କରି, ପ୍ରାସାଦ ଚାରିଆଡ଼େ ଗଡ଼ ଖାଇ, ଅର୍ଥାତ୍ କେନାଲ ବନାଇଥିଲେ। କୌଣସି ବହିଃଶତ୍ରୁ ଆସି ଏ ଅର୍ଥ ଅପହରଣ କରି ପାରିବ ନାହିଁ। ଏଥିଲାଗି ଏହିପରି ପ୍ଲାନ୍ରେ ସବୁ
ସେଠାରେ ଆରାମରେ ବାସ କରୁଥିଲେ। ତେଣୁ ଇଏମାନେ ଯେତେବେଳେ ଗଲେ ସେ ଜଳ ପରିଚୟ ଶିଷ୍ୟ ଜଳର ପଥେ ଚାଲି ଚାଲି ଅନ୍ୟ 3 ଜଣଙ୍କୁ ନେଇ ସେ ଧନୀ ବ୍ୟକ୍ତିମାନଙ୍କ ପାଖକୁ ଗଲେ ଅର୍ଥ ଭିକ୍ଷା କରିବା ପାଇଁ। ସେମାନେ ଚୋର ଦସ୍ୟୁ ଭାବି ସେମାନଙ୍କୁ ବିତାଡ଼ିତ କରିଦେଲେ। ସେହିପରି କେହି ଜଣେ ବି ଅର୍ଥ ଦେଲେ ନାହିଁ। ତେଣୁ 4 ଜଣ ଶିଷ୍ୟ ବ୍ୟର୍ଥ ହୋଇ ଗୁରୁଦେବଙ୍କ ପାଖକୁ ଫେରି ଆସିଲେ। ଆସି ସବୁ କଥା କହିଲେ। ଏହିପରି ଆମେମାନେ ଯାଇ ଯେତେବେଳେ ରଙ୍ଗନାଥଜୀଙ୍କ ସେବା ଲାଗି ଅର୍ଥ ମାଗିଲି, କେହି ଆମମାନଙ୍କୁ ଅର୍ଥ ଦେଲେ ନାହିଁ। ଉପରନ୍ତୁ ଆମମାନଙ୍କୁ ଚୋର ଦସ୍ୟୁ ତସ୍କର ବୋଲି ଏହିପରି ତଳା କରିଛନ୍ତି। ତ ସେତେବେଳେ ସେଇ ତିରୁମଙ୍ଗ ଭାଇ ଶିଷ୍ୟମାନଙ୍କୁ କହୁଛନ୍ତି, ତୁମମାନେ ନିଜ ନିଜ ବିଭୂତି ପ୍ରୟୋଗ କରି ସେମାନଙ୍କ ପାଖରୁ ଅର୍ଥ ସଂଗ୍ରହ କରି ନେଇ ଆସ, ଦସ୍ୟୁବୃତ୍ତି କରି। ଏହିପରି ନିର୍ଦ୍ଦେଶ ଦେଲେ। ଏ ଗୁରୁ ଏହିପରି ନିର୍ଦ୍ଦେଶ ଦେଲେ ଶିଷ୍ୟମାନଙ୍କୁ। ତ ଶିଷ୍ୟମାନେ ଠିକ୍ ସେହିପରି ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ସେହି ଧନୀ ବ୍ୟକ୍ତିମାନଙ୍କ ପାଖକୁ ଯାଉଥିଲେ। ଯେ ଜଳ ପରିଚୟ ଶିଷ୍ୟ ଜଳର ପଥେ ଚାଲି ଚାଲି, ଅର୍ଥାତ୍ ସେଇ ଯେ ପ୍ରାସାଦ ଚାରିଆଡ଼େ ଯେ ଗଡ଼ଖାଇ ମାନେ ଯେଉଁଠାରେ ସବୁ କେନାଲ ବନେଇ ରଖିଥିଲେ, ସେଇ କେନାଲ ଅତିକ୍ରମ କରି ଜଳର ପଥେ ଚାଲି ଚାଲି ଯାଇ ସେଇ ଧନୀ ବ୍ୟକ୍ତିମାନଙ୍କ ପାଖକୁ ଗଲେ। ଆଉ ସେମାନଙ୍କ ଯେ ଅର୍ଥର ଯେ ଭଣ୍ଡାର ସିନ୍ଦୁକ ଥିଲା, ବଡ଼ ବଡ଼ ତଲା ଲାଗିଥିଲା, ସେ ଦ୍ୱାର ଉନ୍ମୋଚକ ଯେ ଶିଷ୍ୟ ସେ ଯେତେବେଳେ ଫୁଁ ଦେଲେ ଆପେ ଆପେ ସବୁ ତାଲା ଖୋଲିଗଲା। ଆଉ ଏହିପରି ଭାବେ ସେ ସିନ୍ଦୁକରୁ ଯେତେ ସବୁ ଅର୍ଥ ସଂଗ୍ରହ କଲେ। ଏସବୁ ଦେଖି ଧନୀ ବ୍ୟକ୍ତିମାନେ ସମସ୍ତେ ଚକିତ ହୋଇଗଲେ। ସେମାନେ ଏମାନଙ୍କର ଅଦ୍ଭୁତ ବିଭୂତି ଏସବୁ ପରିଦର୍ଶନ କରି ଭୟଭୀତ ହୋଇ ଆପେ ଆପେ ସବୁ ଅର୍ଥ ଦେବାକୁ ଲାଗିଲେ। ଏହିପରି ଭାବରେ ଧନୀ ବ୍ୟକ୍ତିମାନଙ୍କ ପାଖରୁ ବହୁତ ସବୁ ଅର୍ଥ ସଂଗ୍ରହ କରାଗଲା। ଏହିପରି ଯଦି ଅର୍ଥ ସଂଗ୍ରହ କରାଗଲା, ସେତେବେଳେ ଏଇ ରଙ୍ଗନାଥଜୀ ଯେଉଁ ମନ୍ଦିର ତା ପ୍ରଥମ ପ୍ରାଚୀର ନିର୍ମାଣ କରାଗଲା। ଏହିପରି ଗୋଟେ ପରେ ଗୋଟେ ପ୍ରାଚୀର ନିର୍ମାଣ କରାଗଲା। 7 ପ୍ରାଚୀର ବିଶିଷ୍ଟ ଇଏ ମନ୍ଦିର, ଅର୍ଥାৎ 7 ପ୍ରାଚୀର କଲେ ଟାୱାର ସବୁ ନିର୍ମାଣ କରାଗଲା। ଏହିପରି 7 ପ୍ରାଚୀର ବିଶିଷ୍ଟ ରଙ୍ଗନାଥଜୀ ମନ୍ଦିର ଯଦି ନିର୍ମାଣ କରାଗଲା, ସେତେବେଳେ ଏହି କାମ କରିବାକୁ 60 ବର୍ଷ ଲାଗିଗଲା। 60 ବର୍ଷ ଅର୍ଥାତ୍ ତିରୁମଙ୍ଗ ଭାଇଙ୍କର ବୟସ ସେତେବେଳେ ଥିଲା, ତୀର୍ଥ ପରିଭ୍ରମଣ ବାହାରିଥିଲେ 18 ବର୍ଷ ବୟସ। ଭାରତ ବିଭିନ୍ନ ତୀର୍ଥ ପରିଭ୍ରମଣ କରି 4 ଜଣ ଅଦ୍ଭୁତ ବିଭୂତି ସମ୍ପନ୍ନ ଶିଷ୍ୟମାନଙ୍କୁ ସଂଗ୍ରହ କରି ଏ ଶ୍ରୀରଙ୍ଗମ କ୍ଷେତ୍ରରେ ଯେତେ ଆସି ଉପସ୍ଥିତ ହୋଇଥିଲେ, ସେଟା ତାଙ୍କର ବୟସ ହେଇଥିଲା 20 ବର୍ଷ। আর ଇଏ ରଙ୍ଗନାଥଜୀ ମନ୍ଦିର 7 ପ୍ରାଚୀର ବିଶିଷ୍ଟ ମନ୍ଦିର କମ୍ପ୍ଲିଟ୍ କରିବାକୁ 60 ବର୍ଷ ଲାଗିଗଲା। ଅର୍ଥାତ୍ ସେତେବେଳେ ତିରୁମଙ୍ଗ ଭାଇଙ୍କର ବୟସ ହେଇଗଲା 80 ବର୍ଷ ବୟସ। ସେହିପରି ମନ୍ଦିର କାମ ଯେତେ ସମ୍ପୂର୍ଣ୍ଣ ହୋଇଗଲା, ସେତେବେଳେ ଯେଉଁ ସବୁ ଦସ୍ୟୁମାନେ এই କାମରେ ସହାୟତା କରିଥିଲେ, ସେମାନେ ସବୁ ଯୁକ୍ତି କଲେ ଯେ ମନ୍ଦିର କାମ ସରିଯାଇଛି, ତେଣୁ ତିରୁମଙ୍ଗ ଭାଇଙ୍କ ପାଖରେ ଯେଉଁ ଏକ୍ସଟ୍ରା ସବୁ ଅର୍ଥ ରହିଛି, ତାହା ଆମେ ସେମାନେ ତାଙ୍କ ପାଖରେ ଆମେ ସବୁ ନେଇଯିବା। ଆଉ ଯଦି ସେ ନ ଦେବେ ତାହେଲେ ଆମେ ତାକୁ ମାରିଦେବା। এই ପ୍ଲାନ୍ରେ ଦସ୍ୟୁମାନେ ସବୁ ଆସିଥିଲେ। ତ ଦସ୍ୟୁମାନେ ଆସି ତିରୁମଙ୍ଗ ଭାଇଙ୍କ ପାଖକୁ କହିଲେ, ଆମମାନଙ୍କୁ ଅର୍ଥ ଦିଅନ୍ତୁ। ତ ସେତେବେଳେ ତିରୁମଙ୍ଗ ଭାଇ ଏ ଦସ୍ୟୁମାନଙ୍କ ମନୋଭାବ ବୁଝିପାରି ତାଙ୍କର ଯେ ଜଳ ପରିଚୟ ଶିଷ୍ୟ ତାଙ୍କୁ ଡକେଇକିରି ଇଏ ଗୁପ୍ତ ଭାବରେ କହିଲେ, ତୁମେ ଏମାନଙ୍କୁ ନେଇଯିବ এই কাবেরী নদী মঝিরে। কেমিতি যে জাহাজ অর্থাৎ সেই সব মন্দির নির্মাণ করা পাই যে সব সামগ্রী আনিয়া পাই সে জাহাজ ব্যবহার করা যাইতিলা, সেই জাহাজের ভরিকিরি সব নেইଯିବ। ନେଇକିରି କ'ଣ କରିବ ନା ସେଇ କାବେରୀ ନଦୀ ମଝିରେ ଜାହାଜକୁ ନଦୀରେ ବୁଡ଼େଇ ଦେବ, ଏମାନଙ୍କୁ ସମସ୍ତଙ୍କୁ ମାରିଦେବ। ତାପରେ ତୁମେ ତୁମର ସେଇ ବିଭୂତି
প্রয়োগ করে জলের উপরে চালি চালি মো পাখক ফেরি আসবে। গুরু এই নির্দেশ দেলে আপনি বুঝাইলে যে এ মানে আসছেন ମୋ ପାଖରେ ତ କୌଣସି ଅର୍ଥ ନାହିଁ, ସବୁ ମନ୍ଦିର କାର୍ଯ୍ୟରେ ମୁଁ ଖର୍ଚ୍ଚ କରି ଦେଇଛି, ଆଉ ଯଦି ଏ କଥା କହିବି ତାହେଲେ ସେମାନେ ମୋତେ ମାରିଦେବେ। ଏଇ ମୋତେ ମାରିଦେବା ଯୋଗୁଁ ଅନନ୍ତ କାଳ ଧରି ସେମାନେ ସମସ୍ତେ ନରକକୁ ଯାଇ ନରକଦଣ୍ଡ ଭୋଗ କରିଦେବେ। ତେଣୁ ତୁମେ ଏମାନଙ୍କୁ ଏଇ ଉପକାର କର ଯେ ଅର୍ଥ ସବୁ କାବେରୀ ନଦୀ ମଝିରେ ଗୁପ୍ତ ଭାବରେ ରଖାଯାଇଛି, କିନ୍ତୁ ତୁମେମାନେ ସମସ୍ତେ ଜାହାଜ ଆରୋହଣ କର, ସେ କାବେରୀ ନଦୀ ମଝିରେ ନେଇ ତୁମମାନଙ୍କୁ ସେଇ ଗୁପ୍ତ ଧନ ଦେବି। এই কথা কহিকি সেমানকে নিয়ে যাও, সেটার সেমানকে বুড়িয়ে সব মারিদিয়ে। তো গুরু এই নির্দেশ দেলে। গুরু যেতে এই নির্দেশ দেলে সেই নির্দেশ অনুসারে জলপরিচর শিষ্য সেই কাবেরী নদী মঝিরে নিয়ে গেল জাহাজ ভরি সেই দস্যুমানকে, আর নেই সেটারে কাবেরী নদী মঝিরে এ জাহাজ বুড়িয়ে সেমানকে মারিদেলে। তো সে জায়গার না হেলা কলিরং হত্যাকাণ্ড। କାବେରୀ ନଦୀ ମଝିରେ ଯେଉଁ ଜାଗାରେ ଏ ଦସ୍ୟୁମାନଙ୍କୁ ପାଣିରେ ବୁଡ଼େଇକିରି ମରାଯାଇଥିଲା ସେ ଜାଗାର ନାଁ ହେଲା କଲିରଂ। କଲିରଂ ମାନେ ହତ୍ୟାକାଣ୍ଡ ନାମରେ ନାମିତ ହେଲା। ସେଇ ଜଳପରିଚୟ ଶିଷ୍ୟ ଏଇଭଳି ସମସ୍ତ ଦସ୍ୟୁମାନଙ୍କୁ ମାରିଦେଇ କାବେରୀ ନଦୀ ଜଳରେ ବୁଡ଼େଇ ଦେଇ ସେ ଫେରି ଆସିଲେ ଗୁରୁଦେବଙ୍କ ପାଖକୁ। ଆସି ହାତ ଯୋଡ଼ିକିରି କହୁଛନ୍ତି, ହେ ଗୁରୁଦେବ, ଆପଣଙ୍କ ନିର୍ଦ୍ଦେଶରେ ଏତେ ସବୁ ଦସ୍ୟୁମାନଙ୍କୁ ମୁଁ ମାରିଦେଲି, ତେଣୁ ଏଇ ପାପ ଯୋଗୁଁ ମୋତେ କେତେ କଳ୍ପ କାଳ ଧରି ନରକଦଣ୍ଡ ଭୋଗ କରିବାକୁ ହେବ। ତ ସେ ତ ତିରୁମଙ୍ଗ ଭାଇ ଏଇ କଥା କହୁଛନ୍ତି ଯେ ତୁମେ ଗୁରୁଙ୍କର ନିର୍ଦ୍ଦେଶ ଅନୁସାରେ ଏଇପରି ଏକ ମହତ୍ କାମ କରୁଛ, ଅର୍ଥାତ୍ ମହତ୍ କାମ କରିବା ଯୋଗୁଁ ଏଥିଯାକି ତୁମର କୌଣସି ପାପର ପ୍ରତିକ୍ରିୟା ଭୋଗିବାକୁ ହେବ ନାହିଁ। ତୁମେ ସେମାନଙ୍କର ମଙ୍ଗଳ ବିଧାନ କରୁଛ। ସେମାନେ ଯଦି ମୋତେ ମାରି ଦେଇଥାନ୍ତା ତାହେଲେ ସେଇ ପାପ ଯୋଗୁଁ ସେମାନେ ଅନନ୍ତ କାଳ ଧରି ନରକକୁ ଯାଇ ନରକଦଣ୍ଡ ଭୋଗ କରିଥାନ୍ତେ। ସେଥିରୁ ସେ ବଞ୍ଚିଗଲା। ତୁମେ ସେମାନଙ୍କୁ ମାରିଦେଲ, କାବେରୀ ନଦୀ ପବିତ୍ର ନଦୀରେ ସେମାନଙ୍କୁ ବୁଡ଼ିକିରି ମାରିଦେଲ, ସେମାନଙ୍କ ଆତ୍ମା ରଙ୍ଗନାଥ ଦେହରେ ଲୀନ ହେଇଯିବ, ତେଣୁ ସେମାନେ ମୁକ୍ତ ହେଇଯିବ। ଏହିପରି ଗୁରୁ ଏଇ ଉପଦେଶ ଦେଲେ। এই প্রসঙ্গের কৃষ্ণ এই পদ্মপুরাণ এই কথা কইছেন, মন নিমিত্তং কৃতং পাপং ধর্মায় কল্পতে মাম অনাদৃতং ধর্মং পাপং সা মত প্রভাবত। অর্থাৎ ମୋ ପାଇଁ ଯଦି କେହି କୌଣସି ପ୍ରକାର ପାପ କର୍ମ କଲା ତାହା ହେବ ପ୍ରକୃତ ପ୍ରକାର ଧର୍ମ। ମୋତେ ଅନାଦର କରିକି ଯଦି ସେଇ ପ୍ରକାର ଧର୍ମ ଆଚରଣ କରିବ ତାହେଲେ ସେଇ ଧର୍ମ ଆଚରଣ ଯୋଗୁଁ ସେମାନେ ସମସ୍ତ ପାପ କର୍ମରେ ପାପ ହେଇଯିବ। ସେଇ ପାପ କର୍ମ ପରିଣାମ ସ୍ୱରୂପ ସେମାନେ କେବଳ ଦୁଃଖ ଦୁର୍ଦ୍ଦଶା ଭୋଗ କରିଥିବେ। ତାହା ହେଉଛି ଧର୍ମର ନିଗୁଡ଼ ଅର୍ଥ। ଏଠାରେ ଆମେ ଦେଖୁଛୁ ଅର୍ଜୁନ କୃଷ୍ଣଙ୍କ ନିର୍ଦ୍ଦେଶରେ ଏତେ ସବୁ ଶତ୍ରୁପକ୍ଷ ସୈନିକମାନଙ୍କ ବଧ କଲେ, ସେଇ ବଧ ଯୋଗୁଁ ତାଙ୍କ କୌଣସି ପାପ ସ୍ପର୍ଶ ହେଲା ନାହିଁ। ଠିକ୍ ସେହିପରି ହନୁମାନ ଭଗବାନ ରାମଚନ୍ଦ୍ରଙ୍କର ଲାଗି ସେ ସ୍ୱର୍ଣ୍ଣ ଲଙ୍କାକୁ ପୋଡ଼ାଇ ଦେଲେ। ତେଣୁ ଏଇ କାମ କରିବା ଯୋଗୁଁ ହନୁମାନଙ୍କୁ କୌଣସି ପାପ ସ୍ପର୍ଶ ହେଲା ନାହିଁ। ଅର୍ଥାତ୍ ଗୁରୁକୃଷ୍ଣଙ୍କର ଉଦ୍ଦେଶ୍ୟରେ ଯଦି ଏହିପରି କାମ କରିବ ତାହେଲେ ସେଇ କାମ ଯୋଗୁଁ ତାର ପାପର ପ୍ରତିକ୍ରିୟା ଭୋଗିବାକୁ ହେବ ନାହିଁ। ଏହା ହେଉଛି କର୍ମର ନିଗୁଡ଼ ତାତ୍ପର୍ଯ୍ୟ। ଏହି ଶ୍ଲୋକରେ ଭଗବାନ କହୁଛନ୍ତି, ଯତ୍ କରସି, ତୁମେ ଯାହା ସବୁ କର, ତୁମେ ଯେ ସର୍ଭିସ୍ କରୁଛ, ବିଜନେସ୍ କରୁଛ, ଚାଷ କରୁଛ, ଠିକ୍ ଅଛି, ସବୁ କରିଥିବ, କିନ୍ତୁ ସେଇ କର୍ମର ଫଳ ମୋତେ ଅର୍ପଣ କର। ତାହେଲେ କ'ଣ ହେବ? কর্মের প্রতিক্রিয়া তোমাকে আর ভোগিবাকে ହେବ ନାହିଁ। কর্ম ରହିବ କିନ୍ତୁ কর্ম প্রতিক্রিয়া ভোগিবাকে ହେବ ନାହିଁ। ଏ ପ୍ରଥମ ଉପଦେଶ ଦେଲେ ଏଠାରେ, ଯତ୍ କରସି ତତ୍ ପୁରୁଷ ମଦ ଅର୍ପଣ। ଏ କର୍ମର ନିଗୁଡ଼ ତତ୍ତ୍ୱ ଏଠାରେ ଏଇ ବ୍ୟକ୍ତ କରିଦେଲେ। ତାପରେ ସେ କହୁଛନ୍ତି ଯେ ଯତ୍ ଅଶ୍ନାସି, ତୁମେ ଯାହା ସବୁ ଖାଅ ତା ମତ ତତ୍ ପୁରୁଷ ମଦ ଅର୍ପଣ, ତା ମତେ ଅର୍ପଣ କର। ଅର୍ଥାତ୍ ଆମେ ଯାହା ସବୁ ଖାଉଛେ
ଅର୍ଥାତ ଖାଉଛେ ମାନେ ଏ ନୁହେଁ ଯେ ଆମେ ଯେ ମାଛ ମାଂସ ଅଣ୍ଡା ଏସବୁ ଖାଇ, ଇଏ ତ ଆମର ଖାଦ୍ୟ ନୁହେଁ। ମନୁଷ୍ୟର ଆହାର ସମ୍ବନ୍ଧରେ ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି, ପତ୍ର ପୁଷ୍ପ ଫଳଂ ତୋୟଂ। ଏ ଫଳ ଫୁଲ ଶାଗ ସବଜି ଭାତ ଡାଲି କ୍ଷୀର ଆଦି ଜଳ ଆଦି ଏଇସବୁ ଭଗବାନଙ୍କୁ ଅର୍ପଣ କରିବାକୁ ହେବ। ଅର୍ଥାତ୍ ଏହା ହେଉଛି ମନୁଷ୍ୟର ଆହାର। ତ ମନୁଷ୍ୟର ଆହାର ଏଇସବୁ ଆମେ ଯାହା ଖାଉଛେ ଏସବୁ ଭଗବାନଙ୍କୁ ଅର୍ପଣ କରି ଯଦି ଆମେ ଖାଇବା ତାହେଲେ ଆମେ ସମସ୍ତ ପାପରୁ ମୁକ୍ତ ରହିପାରିବା। କିନ୍ତୁ ଭଗବାନଙ୍କୁ ଅର୍ପଣ ନକରି ଯଦି ଆମେ ଏହା ଯେ ସାତ୍ଵିକ ଆହାର ଯଦି ଗ୍ରହଣ କରିବା, ସେହି ଆହାର ପ୍ରତି ଗ୍ରାସରେ ଆମେ କେବଳ ପାପ ଗ୍ରହଣ କରିବା। ସେହି ପାପ କର୍ମ ଯୋଗୁଁ ଆମର ଅଧଗତି ହେଇଯିବ। ତେଣୁ ଭଗବାନ କୃଷ୍ଣ ଏଠାରେ କହନ୍ତି ଯତ୍ ଅଶ୍ନାସି, ତୁମେ ଯାହା ସବୁ ଖାଉଛ, ତୁମେ ଯାହା ସବୁ ଖାଅ ତାହା ସବୁ ମୋତେ ଅର୍ପଣ କର। ଏହି ପ୍ରସଙ୍ଗେ ଆମେ ଗୋଟେ ଉଦାହରଣ ଦେବା ଯେ ରାଜସ୍ଥାନର ଜଣେ ସ୍ତ୍ରୀ ଲୋକ କର୍ମାବାଇ, ଗରିବ ସ୍ତ୍ର ନିଚ ଜାତିର ସ୍ତ୍ରୀ ଲୋକ, କିନ୍ତୁ ଭଗବାନଙ୍କ ପ୍ରତି କିପରି ତାଙ୍କର ପ୍ରେମ, ଅଦ୍ଭୁତ ପ୍ରେମ। ତେଣୁ ସେ ଭଗବାନଙ୍କୁ ଖିଚୁଡ଼ି ରନ୍ଧନ କରି ରୋଷେଇ କରି ଭଗବାନଙ୍କୁ ଦିଅନ୍ତି। ମାନେ ଶଯ୍ୟାରେ ଉଠିବ, ଦାନ୍ତ ଘଷିଥିବ, ସେଇ ଅବସ୍ଥାରେ ସେ ଖିଚୁଡ଼ି ବନେଇଥିବ। ସେହିପରି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହିପରି ସେ ଖିଚୁଡ଼ି ବନେଇକିରି ଜଗନ୍ନାଥଙ୍କୁ ଦିଅନ୍ତି। ଆଉ ଜଗନ୍ନାଥ ଏହିପରି ସେ କର୍ମବାଇଙ୍କର ଅର୍ପିତ ଖିଚୁଡ଼ି ଆନନ୍ଦ ସହକାରେ ତା ଗ୍ରହଣ କରନ୍ତି। ଅର୍ଥାତ୍ କର୍ମବାଇ ଯିଏ ଏଇସବୁ ଖିଚୁଡ଼ି ଅର୍ପଣ କରୁଥିଲେ ଅତି ପ୍ରୀତିରେ ଅତି ଭାବରେ ଏହିପରି ଭଗବାନଙ୍କ ଉଦ୍ଦେଶ୍ୟ ସେ କରୁଥିଲେ। ତେଣୁ ଭଗବାନ ହେଉଛନ୍ତି ଭାବଗ୍ରାହୀ ଜନାର୍ଦ୍ଦନ। ତେଣୁ ଭକ୍ତର ଭାବ ସେ ଗ୍ରହଣ କରେ, ବାହାର ଜିନିଷ ସେ ଦେଖନ୍ତି ନାହିଁ, ଯେ ବସ୍ତୁ ସେ ଦେଖନ୍ତି ନାହିଁ, ଆମର ମନରେ ଭାବ କ'ଣ ସେ ତାକୁ ଗ୍ରହଣ କରନ୍ତି। ଯେମିତି ଆମେ ଦେଖିବା ଭଗବାନ କୃଷ୍ଣ ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କ ଦୂତ ହିସାବରେ ଦୁର୍ଯ୍ୟୋଧନ ପାଖକୁ ଆସି ଉପସ୍ଥିତ ହେଇଥିଲେ, ସେତେବେଳେ ଦୁର୍ଯ୍ୟୋଧନ କୃଷ୍ଣଙ୍କ ଲାଗି 56 ପ୍ରକାର ଆଇଟମ୍ ସବୁ ତିଆରି କରିଦେଲେ। ଆଉ ଦୁର୍ଯ୍ୟୋଧନ ଭଗବାନ କୃଷ୍ଣଙ୍କ ପ୍ରତି କୌଣସି ପ୍ରୀତି ନଥିଲା, ଅହଙ୍କାର ବଶତଃ ଏହିପରି ଭଗବାନ କୃଷ୍ଣଙ୍କୁ ସେ କହିଥିଲେ ତାହା ଗ୍ରହଣ କରିବା ପାଇଁ। କିନ୍ତୁ ଭଗବାନ କୃଷ୍ଣ ତାହା ଗ୍ରହଣ କଲେ ନାହିଁ। କାହିଁକିନା ଭଗବାନ କୃଷ୍ଣ କଥା ଉଠାଇଲେ ଯେ ମୁଁ ଶାନ୍ତି ଦୂତ ହିସାବରେ ଏହିପରି ଯୁଧିଷ୍ଠିର ମହାରାଜଙ୍କ ଦ୍ୱାରା ପ୍ରେରିତ ହୋଇ ତୁମ ପାଖକୁ ଆସିଛେ, ଯେ ତୁମେ ଯଦି ଏହିପରି ପଞ୍ଚ ପାଣ୍ଡବମାନଙ୍କର ପାଇଁ 5ଟି ଗ୍ରାମ ଯଦି ଦେଇଦେବ ତାହେଲେ ଆଉ ଯୁଦ୍ଧ ହେବ ନାହିଁ। ତୁମେ ନିର୍ବିଘ୍ନରେ ସମଗ୍ର ପୃଥିବୀରେ ଏକଛତ୍ର ସମ୍ରାଟ ରୂପରେ ଭୋଗ କରିପାରିବ। କିନ୍ତୁ ଦୁର୍ଯ୍ୟୋଧନ ସେ କଥା ଉଠାଇଲେ ଯେ ଯୁଦ୍ଧ ବ୍ୟତୀତ ସୂଚୀରୁ ଅଗ୍ରଭାଗରୁ ଯେତିକି ମାଟି ଉଠିବ ସେତିକି ବି ମୁଁ ଦେବି ନାହିଁ। ମାନେ ଦୁର୍ଯ୍ୟୋଧନ କଥା ଉଠାଉଛନ୍ତି, ବିନା ଯୁଦ୍ଧ ନାହିଁ ଦେବ ସୂଚାଗ୍ର ମେଦିନୀ। ଅର୍ଥାତ୍ ସୂଚୀର ଅଗ୍ରଭାଗରୁ ଯେତିକି ମାଟି ଉଠିବ ସେତିକି ବି ଦେବି ନାହିଁ। ଅର୍ଥାତ୍ ଯୁଦ୍ଧ ସୁନିଶ୍ଚିତ। ତ ଭଗବାନ କୃଷ୍ଣ ସେତେବେଳେ କହିଲେ ତ ଯୁଦ୍ଧ ତ ହେବ, ତେଣୁ ମୁଁ ବର୍ତ୍ତମାନ ଯାଉଛି। ସେତେବେଳେ ଦୁର୍ଯ୍ୟୋଧନ କୃଷ୍ଣଙ୍କୁ କହିଲେ, ହେ ବାସୁଦେବ, ତୁମର ଲାଗି ମୁଁ 56 ପ୍ରକାର ଆଇଟମ୍ ସବୁ ବିବିଧ ପ୍ରକାର ଆଇଟମ୍ ତିଆରି କରିଛେ, ଆସ ଭୋଜନ କରିବ। ତ ଭଗବାନ କୃଷ୍ଣ ସେଟା କହିଲେ ବ୍ୟକ୍ତି 2ଟି କାରଣବଶତଃ ଭୋଜନ କରେ। 2ଟି କାରଣ କ'ଣ ନା, ଯାହାର ପ୍ରବଳ ଭୋକ ଅଛି ତାକୁ ଯଦି ଏହିପରି ଅନୁରୋଧ କରାଯିବ ତାହେଲେ ସେ ଗ୍ରହଣ କରିବ। ଆଉ ଯାହାର ପେଟ ଭରା ଅଛି ତାକୁ ଯଦି ଏହିପରି କୁହାଯିବ, କିନ୍ତୁ ସେ ଯଦି ତାଙ୍କର ପ୍ରତି ପ୍ରୀତି ଥିବ, ପ୍ରୀତିବଶତଃ ସେ ଗ୍ରହଣ କରିବ। ତେଣୁ ମୋର ଭୋକ ନାହିଁ କିମ୍ବା ମୋ ପ୍ରତି ତୁମର ପ୍ରୀତି ନାହିଁ, ତେଣୁ ମୁଁ ଏହା ଗ୍ରହଣ କରିବି ନାହିଁ।
এই কথা কହି ভগবান কৃষ্ণ দুর্যোধনଙ୍କର 56 ପ୍ରକାର ଆଇଟମ୍ ଏସବୁ ପରିହାର କରି ବିଦୁର ଘରକୁ ଆସି ଉପସ୍ଥିତ ହୋଇଗଲା। ବିଦୁର ସେତେବେଳେ ଘରେ ନଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ସେଠାରେ ଥିଲେ। ଏ ମହାନ ଭକ୍ତ ବିଦୁର ଯେମିତି ଭଗବାନଙ୍କ ମହାନ ଭକ୍ତ, ବିଦୁରଙ୍କ ସ୍ତ୍ରୀ ଠିକ୍ ସେହିପରି ଭଗବାନଙ୍କର ମହାନ ଭକ୍ତ। ତ ଭଗବାନ ଆସି ଉପସ୍ଥିତ ହୋଇଯାଇଛନ୍ତି। ଆନନ୍ଦରେ ଉତ୍ଫୁଲ୍ଲ ହୋଇ ବିଦୁରଙ୍କ ସ୍ତ୍ରୀ ଘର ଭିତରେ କଦଳୀ ଥିଲା, ଗୋଟେ କଦଳୀ ଆଣି ସେ ପ୍ରେମରେ ଦେଉଛନ୍ତି ଭଗବାନ କୃଷ୍ଣଙ୍କୁ। କ'ଣ ଦେଉଛନ୍ତି? କଦଳୀ ଚୋପା ଛଡ଼ାଇକରି ସେ କଦଳୀ ଖସି ପଡ଼ିଯାଇଛି, ଚୋପା ନେଇ ଭଗବାନ କୃଷ୍ଣଙ୍କୁ ଦେଉଛନ୍ତି। ଆଉ କୃଷ୍ଣ ତାହା ଅତି ଆନନ୍ଦ ସହକାରେ ଗ୍ରହଣ କରିଛନ୍ତି। ସେହିପରି ଏମିତି ସମୟରେ ବିଦୁର ଆସି ଉପସ୍ଥିତ ହୋଇଗଲା। ଦେଖିଲେ ଏହିପରି ତାଙ୍କର ସ୍ତ୍ରୀ ଭଗବାନ କୃଷ୍ଣଙ୍କୁ କଦଳୀରେ ଚୋପା ଦେଉଛନ୍ତି। ଏହା ଦେଖି ବିଦୁର ଅତ୍ୟନ୍ତ ରୁଷ୍ଟ ହୋଇଗଲା। ସେତେବେଳେ ସେ ତାଙ୍କ ସ୍ତ୍ରୀକୁ ଭର୍ତ୍ସନା ବାକ୍ୟରେ କହିଲେ, ଆରେ ପାଗଳ ତୁମେ କ'ଣ କରୁଛ? ତ ସେତେ ଭଗବାନ କୃଷ୍ଣ ବିଦୁରଙ୍କୁ କହିଲେ, ଚୁପ୍ ଚୁପ୍ କିଛି କହିବା ନାହିଁ। ମୁଁ ଏ କଦଳୀ ଗ୍ରହଣ କରେ ନାହିଁ କିମ୍ବା ଚୋପା ଗ୍ରହଣ କରେ ନାହିଁ, ମୁଁ ଭାବ ପ୍ରେମ ଗ୍ରହଣ କରୁଛି। ଅର୍ଥାତ୍ ବିଦୁର ସ୍ତ୍ରୀ ଭଗବାନଙ୍କ ପ୍ରତି କିପରି ପ୍ରେମ, କିପରି ଭକ୍ତି, ସେଇ ଭକ୍ତି ବଶତଃ ସେ କ'ଣ ଦେଉଛନ୍ତି ଏ କଥା ତାଙ୍କର ଖିଆଲ ନଥିଲା। କଦଳୀ ଛଡ଼ାଇ କଦଳୀ ପଡ଼ିଯାଇଛି, କଦଳୀ ଚୋପା ନେଇ ଭଗବାନଙ୍କୁ ଦେଉଛନ୍ତି। ଆଉ ଭଗବାନ ଅତି ଆନନ୍ଦ ସହକାରେ, ତୃପ୍ତି ସହକାରେ ତାହା ଗ୍ରହଣ କରୁଛନ୍ତି। ଅର୍ଥାତ୍ ଭଗବାନ କେବଳ ଭାବଗ୍ରାହୀ। ଅର୍ଥାତ୍ ବିଦୁର ସ୍ତ୍ରୀ କିପରି ଭାବରେ ଏ ବସ୍ତୁ ଅର୍ପଣ କରୁଛନ୍ତି, ସେହି ଭାବରେ ଭଗବାନ ଏ ଚୋପା ଖାଉଥିଲେ। ଆଉ ଏ ଦୁର୍ଯ୍ୟୋଧନ 56 ପ୍ରକାର ଅତି ସୁସ୍ୱାଦିଷ୍ଟ ଏ ସାମଗ୍ରୀ ସବୁ ପରିହାର କରିଦେଲେ। କାହିଁକିନା ଦୁର୍ଯ୍ୟୋଧନ ଅହଙ୍କାର ବଶତଃ ଏ ଭଗବାନ କୃଷ୍ଣଙ୍କୁ ଆମନ୍ତ୍ରଣ କରିଦେଲେ, ତେଣୁ ଭଗବାନ କୃଷ୍ଣ ତାହା ଗ୍ରହଣ କଲେ ନାହିଁ। ଏଠାରେ ବିଦୁରଙ୍କ ସ୍ତ୍ରୀ ପ୍ରୀତିବଶତଃ ଭଗବାନଙ୍କୁ କଦଳୀ ଚୋପା ଅର୍ପଣ କରିଛନ୍ତି। ତ ଭଗବାନ କୃଷ୍ଣ ତ ଆଦର ସହକାରେ ଗ୍ରହଣ କରିଛନ୍ତି। ଏଠାରେ ଭଗବାନଙ୍କୁ ଯେତେବେଳେ ଅର୍ପଣ କରାଯିବ ଏହିପରି ପ୍ରୀତି, ଏହିପରି ପ୍ରେମ ସହକାରେ, ତେଣୁ ଭଗବାନ କୃଷ୍ଣ ଏଥିଲାଗି ଏହି କଥା କହୁଛନ୍ତି ଯେ ତୁମେ ଯାହା ସବୁ ଖାଉଛ ତାହା ସବୁ ମୋତେ ଏହିପରି ପ୍ରୀତି ଭରେ ଅର୍ପଣ କର। ତେଣୁ ସେ କହିଲେ, ପତ୍ରଂ ପୁଷ୍ପଂ ଫଳଂ ତଂ ଯୋ ମେ ଭକ୍ତ ପ୍ରୟଚ୍ଛତି। ଅତି ମାନେ ଭକ୍ତି ଭରରେ ପ୍ରୀତି ସହକାରେ ଯେତେବେଳେ ଏସବୁ ଅର୍ପଣ କରାଯିବ ତାହା ଭଗବାନ ଗ୍ରହଣ କରନ୍ତି। ଏହି ପ୍ରସଙ୍ଗେ ଏ କଥା କୁହାଯାଉଛି ଯତ୍ ଜୁହୋଷି। ଅର୍ଥାତ୍ ଏଠାରେ ଆମେ କହୁଥିଲୁ ଯେ କଥା ତେ କର୍ମାବାଇ ଏହିପରି ସେ ଅତି ପ୍ରୀତି ସହକାରେ ଏହିପରି ଜଗନ୍ନାଥଙ୍କୁ ସେ ବାସି ମୁଖରେ ଏହିପରି ଖିଚୁଡ଼ି ତିଆରି କରି ଭଗବାନଙ୍କୁ ଅର୍ପଣ କରିଥିଲା। ଜଗନ୍ନାଥ ଶ୍ରୀମନ୍ଦିର ଛାଡ଼ି ତାଙ୍କ ପାଖକୁ ଯାଇ ଏଇ ଖିଚୁଡ଼ି ଖାଉଥିଲେ। ତ ଦିନେ କ'ଣ ହେଇଛି, ଜଣେ ସାଧୁ ବାବା ସେ ଆସିଥିଲେ। କର୍ମବାଇ ଏହିପରି ମାନେ ଦାନ୍ତ ଘଷୁଛନ୍ତି ଆଉ ଗୋଟେ ହାତରେ ଏହିପରି ଖିଚୁଡ଼ି ପାକ କରୁଛନ୍ତି। ତ ସାଧୁ ବାବା ଦେଖି ସେ କର୍ମବାଇଙ୍କୁ କହିଲେ, ମା ତୁମେ କ'ଣ କରୁଛ? ତୁମେ ସ୍ନାନ କରିନାହଁ, ଏହିପରି ଦାନ୍ତ ଘଷୁଛ, ଏହି ଅବସ୍ଥାରେ ବାସି କପଡ଼ାରେ ଏହିପରି ପିନ୍ଧିକିରି ଇଏ ଭଗବାନଙ୍କ ଲାଗି ଏହିପରି ଖିଚୁଡ଼ି ତିଆରି କରୁଛ, ତ ମହା ଅନ୍ୟାୟ, ସେବା ଅପରାଧ, এই ବହୁତ କଥା କହିଲେ। ତ ସେତେବେଳେ ଏ କର୍ମାବାଇ ଅତି ସରଳ ଚିତ୍ତା ସମ୍ବନ୍ଧ ସେ ସହିତ ହାତ ଯୋଡ଼େଇକି କହିଲେ, ସାଧୁବାବୁ ତାହେଲେ ମୁଁ କ'ଣ କରିବି, କେମିତି ଭାବ ତିଆରି? ନା ସାଧୁବାବୁ ସେତେ ଉପଦେଶ ଦେଶ, ପ୍ରତିଦିନ ଶଯ୍ୟାରୁ ଉଠି ସ୍ନାନ କରିବ, ଧୌତ ବସ୍ତ୍ର ପିନ୍ଧିବ, ଏହିପରି ଶୁଦ୍ଧ ଭାବରେ ଭଗବାନଙ୍କ ଲାଗି ଖିଚୁଡ଼ି ତିଆରି କରିବ।
তেই উপদেশ দিয়ে সাধু বাবা চালিয়ে তা পরদিন এই কর্মাবাই ଯେତେବେଳେ ଏଇ ସାଧୁଙ୍କ ନିର୍ଦ୍ଦେଶ ଅନୁସାରେ ଶଯ୍ୟାରେ ଉଠି ଏହିପରି ଦାନ୍ତ ଘଷୁଛନ୍ତି, ତାପରେ ସ୍ନାନ କରୁଛନ୍ତି, ତାପରେ ଶୁଚିଶୌଚ ହୋଇ ଧୌତ ବସ୍ତ୍ର ପିନ୍ଧି ଯେତେବେଳେ ଖିଚୁଡ଼ି ତିଆରି କରିବାକୁ ଯାଉଛନ୍ତି ଡେରି ହେଇଯାଇଛି। ଇଆଡ଼େ ଜଗନ୍ନାଥଙ୍କ ସେବା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି, ପଣ୍ଡାମାନେ ଆସିଯାଇଛନ୍ତି। ଆଉ ଅଳ୍ପ ଟିକେ ସମୟ ଥିଲା, ସେତେବେଳେ ସେଇ ଖିଚୁଡ଼ି ରନ୍ଧନ କରି ଯେତେବେଳେ ଜଗନ୍ନାଥଙ୍କୁ ଦେଉଛନ୍ତି, ଜଗନ୍ନାଥ ଦ୍ରୁତ ଗତିରେ ସେଟାକୁ ଆସି ଖିଚୁଡ଼ି ଯେତେ ଖାଉଛନ୍ତି, ଗରମ ଖିଚୁଡ଼ି ଜଗନ୍ନାଥଙ୍କ ପାଟିରେ ଫଟକା ପଡ଼ିଗଲା। ପୁଣି ମନ୍ଦିରକୁ ଫେରି ଆସିଲା ଯେତେବେଳେ ପଣ୍ଡାମାନେ ଦେଖିଲେ ଜଗନ୍ନାଥଙ୍କର ପାଟିରେ ବିଶେଷ ଫଟକା ପଡ଼ିଯାଇଛି। ତେଣୁ ସେ ରାତିରେ ସ୍ୱପ୍ନାଦେଶ ହେଲା। ଜଗନ୍ନାଥ ପଣ୍ଡାମାନଙ୍କୁ ଜଣାଇଲେ ଯେ ଏହିପରି ମୋର ମା କର୍ମାବାଇ ପ୍ରତିଦିନ ମୋ ଲାଗି ପ୍ରୀତି ଭରରେ ଠିକ୍ ସମୟରେ ଖିଚୁଡ଼ି ବନେଇକରି ଦେଉଥିଲେ। ମୁଁ ଆନନ୍ଦରେ ତା ଗ୍ରହଣ କରିଥିଲି। ଜଣେ ସାଧୁ ବାବା ଆସି ତାକୁ ଉପଦେଶ ଦେଲେ, ଏହିପରି ଶଯ୍ୟାରେ ଉଠି ସ୍ନାନ କରି ଧୌତ ବସ୍ତ୍ର ପିନ୍ଧି ତାପରେ ଶୁଚିଶୌଚ ହୋଇ ଖିଚୁଡ଼ି ତିଆରି କରେ। ତେଣୁ ଆଜି ସେ ଖିଚୁଡ଼ି ତିଆରି କରି ତାଙ୍କ ଡେରି ହେଇଗଲା, ଆଉ ତୁମେମାନେ ସବୁ ମନ୍ଦିରକୁ ଆସିଯାଇଛ। ତେଣୁ ମୁଁ ସେତେବେଳେ ଅଳ୍ପ ସମୟ ଥିଲା, ସେଟାକୁ ଯାଇ ସେଇ ଖିଚୁଡ଼ି ଯେତେବେଳେ ଦେଲେ, ସେ ଗରମ ଖିଚୁଡ଼ି ଖାଇବା ଯୋଗୁଁ ମୋ ପାଟିରେ ଫଟକା ପଡ଼ିଯାଇଛି। ତେଣୁ ତୁମେମାନେ ଯାଇ ସେ କର୍ମବାଇଙ୍କୁ କହ, ସେ ଆଗରେ ଯେମିତି ଖିଚୁଡ଼ି ତିଆରି କରିଥିଲେ ସେମିତି ତିଆରି କରି ସାଧୁ ବାବାଙ୍କ କଥା ଅନୁସାରେ ଏହିପରି କରିବାର କିଛି ଆବଶ୍ୟକ ନାହିଁ। ଅର୍ଥାତ୍ ସେ ମୋତେ ଏହିପରି ବାତ୍ସଲ୍ୟ ଭାବରେ ପ୍ରୀତି ସହକାରେ ଏହିପରି ଶଯ୍ୟାରେ ଉଠି ପ୍ରଥମେ ଖିଚୁଡ଼ି ତିଆରି କରି ମୋତେ ଅର୍ପଣ କରିଥିଲା। ମୁଁ ତାହା ପ୍ରୀତି ସହକାରେ ଗ୍ରହଣ କରିଥିଲା। ଏହିସବୁ ନିୟମ କାନୁନ ଯେତେ ବତାଇଲେ, ସେତେବେଳେ ସେ ଖିଚୁଡ଼ି ରୋଷେଇ କରିବାକୁ ଡେରି ହେଇଯାଇଥିଲା। ତେଣୁ ଏଥିରେ ମୋର ପ୍ରୀତ ନୁହେଁ। ଏହିପରି ଯେଉଁମାନେ ଏହି ସ୍ୱତଃସ୍ଫୂର୍ତ୍ତ ମୋ ପ୍ରତି ଏହିପରି ପ୍ରେମ ବଶତଃ, ଏହିପରି ବାତ୍ସଲ୍ୟ ଭାବବଶତଃ ଏହିପରି ଅର୍ପଣ କରନ୍ତି, ମୁଁ ତାହା ଅତି ଆଦର ସହକାରେ ଗ୍ରହଣ କରେ। ତ ପଣ୍ଡାମାନେ ଜଗନ୍ନାଥଙ୍କର ନିର୍ଦ୍ଦେଶ ପ୍ରାପ୍ତ ହୋଇ କର୍ମବାଇଙ୍କ ପାଖକୁ ଯାଇ ଏହିପରି ହାତ ଯୋଡ଼ି କହିଲେ, ମା ଏହିପରି ତୁମେ ଆଗେ ଯେପରି ଖିଚୁଡ଼ି ତିଆରି କରିଥିଲ ସେହିପରି ଖିଚୁଡ଼ି ତିଆରି କରି ପ୍ରଭୁଙ୍କ ଦେବ। ତୁମକୁ ଏହିପରି ଶୁଚିଶୌଚ ଭାବରେ ଆଉ ଖିଚୁଡ଼ି ତିଆରି କରି କିଛି ଆବଶ୍ୟକ ନାହିଁ। ଜଗନ୍ନାଥ ସେଥିରେ ପ୍ରୀତ। ସେଇ କର୍ମବାଇଙ୍କ ଖିଚୁଡ଼ି ବର୍ତ୍ତମାନ ସୁଦ୍ଧା ଜଗନ୍ନାଥ ମନ୍ଦିରରେ ଏହିପରି ତିଆରି କରି ଜଗନ୍ନାଥକୁ ଅର୍ପଣ କରାଯାଉଛି। ଏ ହେଉଛି ଭଗବାନ ଅତି ପ୍ରୀତି ସହକାରେ ଏହିସବୁ ବସ୍ତୁ ଯାହା ସବୁ ଅର୍ପଣ କରାଯାଏ ତାହା ସେ ଗ୍ରହଣ କରନ୍ତି। ଦୁର୍ଯ୍ୟୋଧନଙ୍କ ଭଳି ଯେତେ ପ୍ରକାର ଆଇଟମ୍ ତିଆରି କରି ତା ଅହଙ୍କାର ବଶତଃ ଯଦି ଅର୍ପଣ କରାଯିବ, ଭଗବାନ ତାହା ଭ୍ରୂକ୍ଷେପ କରିବେ ନାହିଁ, ଗ୍ରହଣ କରିବେ ନାହିଁ। କେହି ଯଦି ଏହିପରି ପ୍ରୀତି ସହକାରେ ପ୍ରେମ ବଶତଃ, ଭଗବାନଙ୍କ ପ୍ରତି ପ୍ରେମ ବଶତଃ ଏହିପରି ଯଦି କେହି କିଛି ଅର୍ପଣ କରିବେ, ତାହା ଭଗବାନ ଗ୍ରହଣ କରନ୍ତି। ଯେମିତି ବିଦୁରଙ୍କ ସ୍ତ୍ରୀ ପ୍ରେମ ବଶତଃ, ଭଗବାନଙ୍କ ପ୍ରତି ପ୍ରୀତି ବଶତଃ କଦଳୀ ଚୋପା ନେଇ ଯେତେବେଳେ ଦେଉଛନ୍ତି, ଭଗବାନ ତାହା ଅତି ଆଦର ସହକାରେ ଗ୍ରହଣ କରୁଛନ୍ତି। ଏଠାରେ ଏହି କଥା କୁହାଯାଉଛି, ଯତ୍ ଅଶ୍ନାସି ଯତ୍ ଜୋଷି ହୋମ ଯଜ୍ଞ। ସେହିପରି ହୋମ ଯଜ୍ଞ ସବୁ ଯାହା କଳିଯୁଗ ଲୋକମାନଙ୍କର ପାଇଁ ହୋମ ଯଜ୍ଞ ଏକମାତ୍ର ହେଉଛି ଭଗବାନଙ୍କ ନାମ ସଂକୀର୍ତ୍ତନ ଯଜ୍ଞ। ଭଗବାନଙ୍କ ନିର୍ଦ୍ଦେଶ। ତ ଆମେ ସେଇ ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନାମ ସଂକୀର୍ତ୍ତନ ଯଜ୍ଞ ଆଦି ଯଦି କରିବା, ତାହେଲେ ସେଥିରେ ଭଗବାନ ପ୍ରୀତ ହେବେ। ଆମେ ଭଗବାନଙ୍କର ନିର୍ଦ୍ଦେଶ ଛାଡ଼ି ଆମେ ଯେତେ ଟନ୍ ଟନ୍ ଘିଅ ନେଇ ଏ ଲୋକ ଦେଖାନିଆ ଓମ୍ ଅଗ୍ନେ ସାହା ଓମ୍ ଅଗ୍ନେ ସାହା ଏହିପରି ମନ୍ତ୍ର ଉଚ୍ଚାରଣ କରି
ଅଗ୍ନିର ଆହୁତି ଦେଲେ ସେଥିରେ କୌଣସି ଲାଭ ନାହିଁ, କେବଳ ଶ୍ରମ ଏବ ହିଁ କେବଳ ପରିଶ୍ରମ। ତେଣୁ ଭଗବାନ କେଉଁଥିରେ ପ୍ରୀତ ହେବ, ସେ ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଯଦି ସେହିପରି କାମ କରିବା, ତାହେଲେ ସେହିପରି ଯଜ୍ଞ ହୋମ କରି ଆମେ ଭଗବାନଙ୍କର ପ୍ରସନ୍ନ ବିଧାନ କରିପାରିବା। ତେଣୁ କଳିଯୁଗ ଲୋକମାନଙ୍କର ପାଇଁ ଏକମାତ୍ର ଯଜ୍ଞ ହେଉଛି ଭଗବାନଙ୍କର ନାମ ସଂକୀର୍ତ୍ତନ ଆଦି ଯଜ୍ଞ। এই যজ্ঞের দ্বারা ଆମେ ଭଗବାନଙ୍କୁ ପ୍ରସନ୍ନ ବିଧାନ କରିପାରୁ। ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେଇମାନେ এই ନାମ ସଂକୀର୍ତ୍ତନ ଯଜ୍ଞ ଦ୍ୱାରା ଏ ଭଗବାନଙ୍କୁ ଆରାଧନା କରନ୍ତି। ତେଣୁ ଭାଗବତରେ ଏକ ପ୍ରସିଦ୍ଧ ଶ୍ଲୋକ ରହିଛି ଭଗବାନ ଚୈତନ୍ୟ ମହାପ୍ରଭୁ ସମ୍ବନ୍ଧରେ। কৃষ্ণ বর্ণতিস অকৃষ্ণ সাঙ্গ পাঙ্গাস্ত পার্শ্বদম যজ্ঞ সংকীর্তন প্রায় যজন্তি হি সুমেধসা। যেমন অত্যন্ত বুদ্ধিমান ব্যক্তি সেমানে সংকীর্তন যজ্ঞ দ্বারা পঞ্চতত্ত্ব রূপী ভগবান চৈতন্য মহাপ্রভু আরাধনা করতে, এতেই ভগবান প্রসন্ন হতে। তারপরে চতুর্থ দদাসী, তুমি যাহা সবু দান করুছ তাহা সবু ভগবানଙ୍କ ଉଦ୍ଦେଶ୍ୟ ଦାନ କର। ଏ ବହୁତ ସୁନ୍ଦର କଥା ଏଠାରେ କୁହାଯାଉଛି। ଦାନ ଆମେ ସାଧାରଣତଃ ଭିକ୍ଷୁକ ଆଦି ଏସବୁ ଲୋକଙ୍କ ଦାନ କରୁଛେ। ଏଇ ଦାନ କରିବାରେ ଆମକୁ ସବୁ ନରକ ଗତି ହେଇଯିବ। କାହିଁକିନା ଆମେ ଯେ ଭିକ୍ଷୁକମାନଙ୍କୁ ଏଇସବୁ ଅର୍ଥ ଦାନ କରି ସେସବୁ ଅର୍ଥ ନେଇ ସେମାନେ ମଦ ଏ ମାଛ ମାଂସ ଅଣ୍ଡା ସବୁ କିଣିକିରି ଖାଉଛେ। ତ ସେ ଦାତା ଯିଏ ଏଇସବୁ ଅର୍ଥ ଦେଉଛନ୍ତି ଏଇସବୁ ଭିକ୍ଷୁକମାନଙ୍କର ଏଇସବୁ କର୍ମ ଫଳ ଦାତାଙ୍କୁ ଭୋଗ କରିବାକୁ ହେବ। ତେଣୁ ଏଥିଲାଗି ସବୁ ଦୁର୍ଗତି ହେଇଯିବ। କିନ୍ତୁ ଦାନ କାହାକୁ ଦିଆଯାଏ? ଏ ଉପଯୁକ୍ତ ପାତ୍ରକୁ ଦାନ କରାଏ। ଯେମିତି ଉପଯୁକ୍ତ ବ୍ରାହ୍ମଣ ଉପଯୁକ୍ତ ବୈଷ୍ଣବଙ୍କୁ ଏ ଦାନ ଯଦି ଦିଆଯିବ, ସେଇ ଦାନ ତାର ସଦ୍ବ୍ୟବହାର ହେବ। କାହିଁକିନା ବ୍ରାହ୍ମଣ ବୈଷ୍ଣବମାନଙ୍କୁ ଯାହା ଦାନ କରାଯାଏ ସେମାନେ ସେଇ ସବୁ ଦାନ ନେଇ ଭଗବାନଙ୍କୁ ଅର୍ପଣ କରନ୍ତି। ଯେଉଁଥିଲାଗି ଦାତା ଏବଂ ଗ୍ରହୀତା ଉଭୟ ସମସ୍ତ ପ୍ରକାର ପ୍ରତିକ୍ରିୟାରୁ ମୁକ୍ତ ହେଇଯାଆନ୍ତି। ତେଣୁ ଉପଯୁକ୍ତ ପାତ୍ର। ଏହି ପ୍ରସଙ୍ଗେ ଆମେ ଗୋଟେ କଥା କହିବା ଯେ ହରିଦାସ ଠାକୁର ମହାପ୍ରଭୁଙ୍କର ଏକ ମହାନ ଭକ୍ତ ଯାହାଙ୍କୁ କୁହାଯାଏ ନାମାଚାର୍ଯ୍ୟ ହରିଦାସ ଠାକୁର। ହରିଦାସ ଠାକୁର ପାଖକୁ ଏକ ବେଶ୍ୟା ଆସିଥିଲା ତାକୁ ପତିତ କରିବା ପାଇଁ। ଦିନ ରାତ୍ରି ପ୍ରୟାସ କରି ସୁଦ୍ଧା ସେ ବେଶ୍ୟା ହରିଦାସ ଠାକୁରଙ୍କୁ ପତିତ କରିପାରିନଥିଲେ। ଶେଷରେ ତାଙ୍କ ଚିତ୍ତ ପରିବର୍ତ୍ତିତ ହେଇଯାଇଥିଲା। ସେ ସେତେବେଳେ ହରିଦାସଙ୍କ ଚରଣ ଆତ୍ମସମର୍ପଣ କଲେ। ଆଉ ତାଙ୍କର ଉଦ୍ଧାର ଉପାୟ କ'ଣ? ଇଏ ଯେତେବେଳେ ପ୍ରାର୍ଥନା କଲେ ହରିଦାସ ଠାକୁରଙ୍କ ଚରଣରେ, ହରିଦାସ ଠାକୁର ସେତେବେଳେ ତାଙ୍କୁ ଇଏ ଉପଦେଶ ଦେଇଥିଲେ, ଅର୍ଥାତ୍ ତୁମେ ବେଶ୍ୟାବୃତ୍ତି କରି ଯାହା ସବୁ ଅର୍ଥ ଉପାର୍ଜନ କରୁଛ ସେସବୁ ଅର୍ଥ ବ୍ରାହ୍ମଣ ବୈଷ୍ଣବମାନଙ୍କ ମଧ୍ୟରୁ ବିତରଣ କରିଦିଅ। ଆଉ ମସ୍ତକ ମୁଣ୍ଡିତ ହୋଇ ଏକ ବସ୍ତ୍ର ପିନ୍ଧି ଏଠାକୁ ଆସି ସେଇ ବେନାପୋଲ ଜଙ୍ଗଲ ହରିଦାସ ସେଠାରେ ଅବସ୍ଥାନ କରିଥିଲେ। ହେଲେ ଏଠାକୁ ଆସି ହରିଦାସ ଯେଉଁ କୁଟୀରରେ ଅବସ୍ଥାନ କରିଥିଲେ ତାକୁ କହିଲେ ତୁମେ ଏଇ କୁଟୀରରେ ଅବସ୍ଥାନ କରିବ, ପ୍ରତିଦିନ ତୁଳସୀ ସେବା କରିବ। ଅର୍ଥାତ୍ ତୁଳସୀରେ ପାଣି ଦେବ, ତୁଳସୀ ପରିକ୍ରମା କରିବ, ଭକ୍ତି ଭରରେ ତୁଳସୀକୁ ପ୍ରଣାମ କରିବ। আর এই ମନ୍ତ୍ର ହରେ କୃଷ୍ଣ ମହାମନ୍ତ୍ର ମାଳାରେ ଜପ କରିବ। ସେଇପରି ଭାବରେ ତୁମେ ଏଠାରେ ଅବସ୍ଥାନ କରି ଏହିପରି ଭକ୍ତିମୟ ଜୀବନଯାପନ କର। এই কথা উপদেশ দিয়ে হরিদাস ঠাকুর সেইটিରୁ ଛାଡ଼ି ଅନ୍ୟତ୍ର ସେ ଚାଲିଗଲେ। ଆଉ ସେଇ ବେଶ୍ୟା ହରିଦାସ ଠାକୁରଙ୍କୁ ଗୁରୁ ହିସାବରେ ବରଣ କରି ଏହିପରି ବେଶ୍ୟାବୃତ୍ତି କରି ଯେତେ ସବୁ ଅର୍ଥ ଉପାର୍ଜନ କରୁଥିଲେ ସେହିସବୁ ଅର୍ଥ এই হরিদাস ঠাকুরଙ୍କ ନିର୍ଦ୍ଦେଶ ଅନୁସାରେ ବ୍ରାହ୍ମଣ ବୈଷ୍ଣବମାନଙ୍କ ମଧ୍ୟରୁ ସବୁ ବିତରଣ କରିଥିଲେ। ଯେ କପଟକ ଶୂନ୍ୟ ହୋଇ ସେ ଆସିଥିଲେ সেই বেনাপোল জঙ্গলের। আর এইপরি হরিদাস ঠাকুর যে উপদেশ দিয়েছিল এই উপদেশ অনুসারে প্রতিদিন এই তুলসীরে
ଜଳ ଦାନ କରି ତୁଳସୀ ପରିକ୍ରମା କରିବା, ଭକ୍ତିଭାବ ପ୍ରଣାମ କରିବା, ଜପମାଳାରେ ହରିଦାସ ଠାକୁର ଭଳି 3 ଲକ୍ଷ ନାମ ସେ ଜପ କରିଥିଲେ। ଏହିପରି ଏକ ବେଶ୍ୟା ଏହିପରି ଭକ୍ତିମୟ ଜୀବନଯାପନ କରି ମହାଭାଗବତରେ ପରିଣତ ହୋଇଗଲା। ତ ଏଠାରେ ସେଇ ହରିଦାସ ଠାକୁର ଦାନ ବିଷୟରେ সেই ବେଶ୍ୟାକୁ ଉପଦେଶ ଦେଲେ। ଠାକୁର କହେ ଘରେର ଦ୍ରବ୍ୟ ବ୍ରାହ୍ମଣର କର ଦାନ, এই ঘরে আসি তুমি করহ বিশ্রাম, নিরন্তর নাম লহ কর তুলসীর সেবন, অচিরাত পাবে তবে কৃষ্ণের চরণ। এ হরিদাস ঠাকুর এই উপদেশ ଦେଇଥିଲେ। ଅର୍ଥାତ୍ ଠାକୁର କହିଲେ, ଅର୍ଥ ହରିଦାସ ଠାକୁର ସେ ତାଙ୍କୁ ଉପଦେଶ ଦେଇଥିଲେ, ତୁମେ ଯେତେ ଅର୍ଥ ଉପାର୍ଜନ କରୁଛ ସେସବୁ ଅର୍ଥ ବ୍ରାହ୍ମଣ ବୈଷ୍ଣବମାନଙ୍କୁ ମଧ୍ୟରୁ ବିତରଣ କରିବେ। ତାମାନେ ये ब्राह्मण कहले सब मद मांस खाଇବା ପିଇବା ब्राह्मण नुह। ये ब्राह्मण भगवान कर ब्राह्मण कहले ब्रह्म जानाति इति ब्राह्मण। भगवान को जे माने जानती, ब्रह्म को जे माने जानती से मान को ब्राह्मण कहे। सेहीपरि ब्राह्मण मान को यदि ये अर्थ दान करा जीव ताले से अर्थ से ब्राह्मण निजे भोग करिबा नाई, से अर्थ भगवान कर सेवारे से लगाई देव, भगवान को अर्पण कर। दाता गृहित उभय समस्त प्रकार प्रतिक्रिया मुक्त हो। तेणु दान कहले यहीपरि भगवान को दान करा जाए। तेठार देखा जाए ब्राह्मण मान को दान करा। ब्राह्मण को मान को दान करने अर्थ हूँ भगवान को दान, अर्थात ब्राह्मण मान से अर्थ नहीं भगवान को अर्पण करे। कथा रहस्यटा यह हरिदास ठाकुर एथिलागि कहले ब्राह्मण मान को दान करे। अर्थात ब्राह्मण कहले माने जे माने भगवान के भक्त, तो से ब्राह्मण मान को जो दान कर जीव ये पापार्जित धन ब्राह्मण माने से सब अर्थ नहीं भगवान के सेवा लगे। तो भगवान के सेवा लगे माने ये भगवान को अर्पण करा गला। तेणु भगवान एथिलागि ये श्लोक कहते ददासी ज, तुम्हें जहाँ दान करिच ता मते अर्पण कर, तत्पुरुष मद अर्पण ता मते अर्पण कर। तेईपरि दानर यथायथ सदुपयोग है। अर्थात दान एकमात्र भगवान के भक्त मान को करा जाए, अन्य कहारी यहीपरि दान करा जाए। से सब दान यदि करा जाए दानर प्रतिक्रिया स्वरूप तार दुख भोग करवा किंतु यहीपरि यदि आम भगवान के भक्त मान को दान करवा तारे से दानर सार्थकता में प्राप्त हो। सब भगवान को अर्पण कराला। तापर कहे जत तपस्यासी, तुम्हें जब तपस्या करुच ता सब मते अर्पण कर। यही तपस्या कहले दिव्य तपस्या कथा कहुच्छे। जमी ऋषभ देवता पुत्र मान के कहते तप दिव्य पुत्र का जन सत्यं शुद्ध। अर्थात तपस्या हिरण्यकश्यप भली तपस्या नहीं है। अर्थात हिरण्यकश्यप बहुत कठोर तपस्या करते सेहीपरि तपस्या पूर्व कई कर भविष्य भी कई करना किए तपस्या कर लाभ ना। से तपस्या परिणाम स्वरूप अधगति नरक गति हम। कहीं हिरण्यकश्यप यहीपरि कठोर तपस्या कर ब्रह्मा ठार वर प्राप्त हो भक्तर प्रति अत्याचार आरंभ करते। निज पुत्र भक्त प्रहलाद प्रति अत्याचार आरंभ करते। से अत्याचार जो ये जहाँ सब वर प्राप्त होता ब्रह्मा ठार सब व्यर्थ हो गला। शेष भगवान हाथ ये हिरण्यकश्यप मृत्युवरण करले। यहीपरि देखा ये प्रकृत पक्ष तपस्या नहीं हूँ आसुरिक तपस्या। प्रकृत दैव माने दिव्य तपस्या हूँ जो तपस्या द्वारा भगवान प्रीत हे, भगवान प्रसन्न हे कहुँ दिव्य तपस्या। जमी दिव्य तपस्या संबंध में आमर बर्तमान इस्कनर प्रतिष्ठाता आचार्य श्री ए.सी. भक्तिवेदांत स्वामी प्रभुपाद आम मन के शिक्षा देले, इस्कन भक्त मन के शिक्षा देले। अर्थात भगवान के प्रसन्न विधान अर्थे प्रतिदिन शुभ मुहूर्त शय्यारू उठी स्नान कर दात संगे तिलक धारण कर धौत वस्त्र पिंधि भगवान के मंदिर रे भगवान के सामने रे उपस्थित होगा पड़े। अर्थात मंगल आरती रे ये योगदान करने को दिव्य तपस्या कहा। से
শীত ହେଉ ଗରମ ହେଉ ବର୍ଷା ହେଉ ଶୀତ ଆତପ ବାତ ପରିଚ୍ଛନ୍ନ ଏ ଦିନ ଜାମିନି ଜାଗିରେ। ଏହିପରି ପ୍ରତିଦିନ ଯଦି ଆମେ ଅତି ପ୍ରତ୍ୟୁଷରେ ଏହିପରି ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ଏହିପରି ସ୍ନାନ କରି ଧୌତ ବସ୍ତ୍ର ପିନ୍ଧି ଦାଦ ସଙ୍ଗେ ତିଲକ ଧାରଣ କରି ମନ୍ଦିର ଭଗବାନଙ୍କ ମନ୍ଦିର ଖୋଲିବା ପୂର୍ବରୁ ଆମେ ଯଦି ସେଠାରେ ଉପସ୍ଥିତ ରହିବା ଆଉ ଭଗବାନଙ୍କ ମନ୍ଦିର ଖୋଲିବା ସାଥେ ସାଥେ ଭଗବାନଙ୍କ ମଙ୍ଗଳମୟ ଦୃଷ୍ଟି ଆମମାନଙ୍କର ଉପରେ ବର୍ଷିତ ହେଇଯିବ। ସେହିପରି ଯଦି ଆମେ ଯଦି ପ୍ରତିଦିନ ଏହିପରି ମନ୍ଦିର ଖୋଲିବା ପୂର୍ବରୁ ଭଗବାନ ସାମ୍ନାରେ ଉପସ୍ଥିତ ରହିପାରିବା ଏହିପରି ଦିବ୍ୟ ତପସ୍ୟା ଦ୍ୱାରା ଆମେ ସମସ୍ତ ପ୍ରକାର କର୍ମ ବନ୍ଧନରୁ ମୁକ୍ତ ହେଇଯିବେ। ଏହାକୁ କୁହାଯାଏ ଦିବ୍ୟ ତପସ୍ୟା। ଏହିପରି ତାପରେ ଭଗବାନଙ୍କର ନାମ ଜପମାଳାର ଜପମାଳା ନେଇ ଭଗବାନଙ୍କ ଦିବ୍ୟ ନାମ ଜପ କରିବା ଇଏ ସବୁ ହେଉଛି ଦିବ୍ୟ ତପସ୍ୟା। ତାପରେ ଭଗବାନଙ୍କର ବାଙ୍ଗ୍ମୟ ଅବତାର ଶବ୍ଦ ବ୍ରହ୍ମ ଭାଗବତ କଥା ଶ୍ରବଣ କରିବା ସେହିପରି ଏହାକୁ କୁହାଯାଏ ଦିବ୍ୟ ତପସ୍ୟା। ମଙ୍ଗଳ ଆଳତୀରେ ଉପସ୍ଥିତ ରହିବା ଏହିପରି ଭଗବାନଙ୍କ ନାମ ଜପ କରିବା ଏହିପରି ଭଗବାନଙ୍କ କଥା ଶ୍ରବଣ କରିବା ଏସବୁ ଦିବ୍ୟ ତପସ୍ୟା ପ୍ରଭୁପାଦ ଆମମାନଙ୍କୁ ଦେଲେ। ଏହିପରି ଦିବ୍ୟ ତପସ୍ୟା ଯଦି ଆମେ କରିପାରିବା ଏହି ଦିବ୍ୟ ତପସ୍ୟା ଦ୍ୱାରା ଆମେ ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ ହେଇପାରିବା। ଇଏ କର୍ମ ବନ୍ଧନରୁ ମୁକ୍ତିର ଉପାୟ ଏହି ଶ୍ଲୋକରେ ଦିଆଯାଇଛି। ଆମେ କେମିତି ଏହିପରି ଭକ୍ତିମୟ ଜୀବନଯାପନ କରି ସମସ୍ତ ପ୍ରକାର କର୍ମ ବନ୍ଧନ ମୁକ୍ତ ହୋଇ ଭଗବାନଙ୍କ ପରି ଚିନ୍ମୟ ଦେହ ପ୍ରାପ୍ତ ହୋଇ ଭଗବାନଙ୍କ ପାଖକୁ ଫେରି ଯାଇପାରିବା ସେହି ପ୍ରସଙ୍ଗରେ ଇଏ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭଗବତ ଗୀତାରେ ଇଏ ଏକ ଚରମ ଏବଂ ଶ୍ରେଷ୍ଠ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ। ଏହି ଶ୍ଲୋକରେ ଭଗବାନ କୃଷ୍ଣ ନିଜ ମୁଖରେ ଏହି କଥା କହିଲେ ଯତ୍ କରସି ଯତ୍ ଅଶ୍ନାସି ଯତ୍ ଜୁହସି ଦଦାସି ଯତ୍ ତପସ୍ୟାସି କୌନ୍ତେୟ ତତ୍ ପୁରୁଷ ମଦ ଅର୍ପଣ। ଅର୍ଥାତ୍ ଆମେ କେବଳ ଯନ୍ତ୍ର, ଭଗବାନ ହେଉଛନ୍ତି କର୍ତ୍ତା, ତେଣୁ ଯନ୍ତ୍ର ହିସାବରେ ଆମର କର୍ତ୍ତବ୍ୟ ହେଉଛି ସବୁକିଛି ଭଗବାନଙ୍କୁ ଅର୍ପଣ କରିବା। ଏହିପରି ଯଦି ମନୋଭାବ ଆମର ହେବ ଏହି ମନୋଭାବ ଦ୍ୱାରା ଆମେ ସମସ୍ତ ପ୍ରକାର କର୍ମ ବନ୍ଧନରୁ ମୁକ୍ତ ହୋଇ ଭଗବାନଙ୍କ ପରି ଚିନ୍ମୟ ଦେହ ପ୍ରାପ୍ତ ହୋଇ ପୂର୍ଣ୍ଣ କୃଷ୍ଣ ଭାବନାର ଭାବିତ ହୋଇ ଭଗବାନଙ୍କ ପାଖକୁ ଫେରି ଯାଇପାରିବା। ଏହାକୁ କୁହାଯାଉଛି ଭକ୍ତି ଯୋଗ। ତ ଇଏ ଭଗବତ ଗୀତାର 18ଟି ଅଧ୍ୟାୟ ମାନଙ୍କ ମଧ୍ୟରୁ ଇଏ ନବମ ଅଧ୍ୟାୟ ଭକ୍ତି ଯୋଗର ଅନ୍ତର୍ଗତ। ଅର୍ଥାତ୍ ପ୍ରଥମ 6ଟି ଅଧ୍ୟାୟ ଏହାକୁ କୁହାଯାଉଛି କର୍ମଯୋଗ ଆଉ ଲାଷ୍ଟ 6ଟି ଅଧ୍ୟାୟ ତାକୁ ଜ୍ଞାନ ଯୋଗ କୁହାଯାଉଛି। ମଧ୍ୟବର୍ତ୍ତୀ ସପ୍ତମରୁ ଏ 12 ଅଧ୍ୟାୟ ଏ 6ଟି ଅଧ୍ୟାୟ ହେଉଛି ଭକ୍ତି ଯୋଗ। ତ ଭକ୍ତି ଯୋଗ ମଧ୍ୟରୁ ନବମ ଅଧ୍ୟାୟ এই চরম উপদেশ ভগবান দেলেন যৎ করসি যৎ অশ্নাসি যৎ জুয়সি দদাসি যৎ তপস্যাসি কৌন্তেয় তৎ পুরুষ অর্পণম। অর্থাৎ তুমি যা সবু খাও যা সবু করো যা সবু হোম যজ্ঞ আদি করো যা সবু দান করো যাহা তুমি তপস্যা করো তা সবু মতে অর্পণ করো। এই ভগবান এই উপদেশ দেলেন। অর্থাৎ ଆମେ ଯାହା କିଛି କରୁଛେ ତାହା ସବୁ ଯାହା ଦାନ କରୁଛେ ଯାହା ତପସ୍ୟା କରୁଛେ ଯାହା ହୋମ ଯଜ୍ଞ କରୁଛେ ଯାହା ଖାଉଛେ ଇଏ ସବୁ ଭଗବାନଙ୍କୁ ଅର୍ପଣ କରିବାକୁ ହେବ। ଏହିପରି ଭଗବାନଙ୍କୁ ଅର୍ପଣ କରିବା ଯୋଗୁଁ ଏହାକୁ କୁହାଯାଏ ଭକ୍ତି ଯୋଗ। ଏହିପରି ଭକ୍ତି ଯୋଗ ଅନୁସାରେ ଆମେ ସମସ୍ତ ପ୍ରକାର ବନ୍ଧନ ମୁକ୍ତ ହୋଇ ଭଗବାନଙ୍କ ପାଖକୁ ଉପନୀତ ହେଇପାରିବା। ଏହାକୁ କୁହାଯାଉଛି ଶୁଦ୍ଧ ଭକ୍ତି ଯୋଗ। ତ ଆମେ ଏଠାରେ କଥା ରଖୁଛୁ, ଆମର ସମୟ ହେଇଯାଇଛି, 1 ଘଣ୍ଟା ଉପରେ ହେଇଯାଇଛି। ଯଦି କାହାର କିଛି ପ୍ରଶ୍ନ ଥିବ 5-7 ମିନିଟ୍ ଆମେ ସମୟ ଦେଇପାରିବା, ୟା ଭିତରେ ଆମେ ଆଲୋଚନା କରିପାରିବା। ତେଣୁ କାହାର କିଛି ପ୍ରଶ୍ନ ଅଛି କି?
আর সে মোবাইল কেন কথা শুনতে না ଆଜ୍ଞା ମଝିରେ ଡିଷ୍ଟର୍ବାନ୍ସ ହେଇଯାଇଛି ଫୋନ୍ କରିଦେଲ କଥା ଶୁଣିଲ ଆରେ ବୋ ପଚାର ପ୍ରଶ୍ନ ଅଛି କୃଷ୍ଣ ହଁ କାହାର ପ୍ରଶ୍ନ ଅଛି କି କିଛି ହଁ ସମସ୍ତେ ବୁଝି ଯାଇଛନ୍ତି ହଁ ଆୟୁଷ ମାରେ ଦଣ୍ଡ ପ୍ରଣାମ ମାରେ ହଁ କୁହନ୍ତୁ महाराज ଆମର ବର୍ତ୍ତମାନ କିଛି ପ୍ରଶ୍ନ ଅଛି महाराज ହଁ କହ ମାନେ ଯୋଉମାନେ ଆଜ୍ଞା महाराज ମାନେ କିଛି ଭକ୍ତ ମାନେ ସକାଳ ପ୍ରତିଶୋଧ ଉଠି ପାରୁନାହାନ୍ତି ହଁ ମଙ୍ଗଳକୁ ଦର୍ଶନ କରିବ କଣ ମାନେ କିଛି ଭକ୍ତ ପ୍ରତିଶୋଧ ହଁ ବହୁତ ମାନେ ଉଠି ପାରୁନାହାନ୍ତି ମଙ୍ଗଳକୁ ଦର୍ଶନ କରିପାରୁନାହାନ୍ତି ଏହାର ମାନେ କାରଣ କଣ ହେଇପାରିବ ଏହାର ସେଥିଲାଗି ତ କୁହାଯାଉଛି କଣ କରାଯାଇପାରିବ ପ୍ରଭୁପାଦ ଯେଉଁ କହିଛନ୍ତି ସେଇ ନିର୍ଦ୍ଦେଶ ଆମମାନଙ୍କ ପାଇଁ ଦେଇଛି ଆମେ ବଦ୍ଧ ଦଶାରେ କେମିତି ମୁକ୍ତ ହେଇପାରିବା ମୁକ୍ତିର ଉପାୟ ପ୍ରଭୁପାଦ ଦେଲେ ଏହିପରି ଦିବ୍ୟ ତପସ୍ୟା ଏ ପ୍ରତିଦିନ ମଙ୍ଗଳ ଆରତୀର ଉପସ୍ଥିତ ରହିବା ଭଗବାନଙ୍କ ନାମ ଜପ କରିବା ଭଗବାନଙ୍କ କଥା ଶ୍ରବଣ କରିବା ଏହା ହେଉଛି ଦିବ୍ୟ ତପସ୍ୟା ଏହିପରି ଦିବ୍ୟ ତପସ୍ୟା ଯଦି ଆମେ ପ୍ରତିଦିନ କରିପାରିବା ଏହି ଦିବ୍ୟ ତପସ୍ୟା ପ୍ରଭାବରେ ଆମେ ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ ହେଇଯିବା ପ୍ରଭୁପାଦ ମୁକ୍ତିର ଉପାୟ ଦେଲେ কথা বুঝতে পারলো এনে তোমার উপর নির্ভর করছে তুমি কোন করিব না করে যে যথামান প্রপদ্যন্তে তাং সদৈব ভজামান ভগবান কৃষ্ণ এই কথা কহিলেন যে যেতিকি পারিলে সেতিকি সে পুরস্কৃত হবে যে পূর্ণ রূপে করে পারলে সে পূর্ণ রূপে মুক্ত হয়ে যাব কথা বুঝতে পারলো হ্যাঁ ଆଜ୍ଞା ହଉ ଆଜ୍ଞା महाराज ହଁ ତୁମେ ଯେମିତି କରୁଛ ସେମିତି ତ ଫଳ ପାଇବ ତ ଯିଏମାନେ ରେଗୁଲାର ଏହିପରି କରିଛନ୍ତି ଠିକ୍ ଭାବରେ ପ୍ରଭୁ ନିର୍ଦ୍ଦେଶ ଅନୁସାରେ ପୂର୍ଣ୍ଣ ଫଳ ପ୍ରାପ୍ତ ହେବ ହଁ ତୁମେ ଗୋଟେ ଦିନ ମଙ୍ଗଳାରତି ଦିଶିବ ଆଉ ତାପରେ ସପ୍ତାହ ମଧ୍ୟ 6 ଦିନ ଦିଶିବ ନା ତ ସେମିତି ଫଳ ପାଇବ ହଁ କଥା ବୁଝିପାରିଲ ଭଗବାନ କୃଷ୍ଣ ଗୀତାରେ ସବୁ କହିଦେଇଛନ୍ତି ଯେ ଯଥାମାନ ପ୍ରପଦ୍ୟନ୍ତେ ତାଙ୍କୁ ସତୈବ ଭଜାମାନ ଯିଏ ଯେତିକି ଯେମିତି ଭାବରେ ମୋତେ ଇଏ କରୁଛନ୍ତି সেই হিসাবে তাকে পুরস্কার করবে 100% মধ্যে তুমি যদি 5% যদি ভক্তি করো তো 5% ভক্তির ফল প্রাপ্ত হবে যেমন 100% করে 100% ভক্তির ফল প্রাপ্ত হবে হ্যাঁ বুঝিপারল ଆଜ୍ଞା महाराज আর গোপী মানে করে দিল 100% উপর বুঝিপারল গোপী মানে 100% উপরକୁ ଯାଇଥିଲେ କିନ୍ତୁ ଭଗବାନ କୃଷ୍ଣ କହିଲେ ନ ପାରାୟ ଅହଂ ତୁମମାନଙ୍କ ଋଣ ମୁଁ ପ୍ରତିଶୋଧ କରିପାରିବି ନାହିଁ ଗୋପୀମାନେ କି କହିଛନ୍ତି ଗୋପୀମାନେ ସର୍ବଶ୍ରେଷ୍ଠ ଭକ୍ତ ହଁ ଆଜ୍ଞା महाराज ଆମେ ତ ଭଗବାନଙ୍କ ସେବା କଥା ଶୁଣିଲେ ଜ୍ୱର ଆସିଯିବ ହଁ ହାଇ ଫିଭର ଆସିଯିବ କଥା ବୁଝିପାରୁଛ ଗୋପୀମାନେ କିପରି ସେବା କରୁଥିଲେ महाराज ହଁ କ'ଣ ହେଲା କ'ଣ କହ महाराज କିଛି ଭକ୍ତ ମାନେ ପ୍ରଶ୍ନ ରହୁଛି महाराज ସେମାନେ ଜପ କରିବାକୁ ଆଗ୍ରହ କରୁଛନ୍ତି महाराज ତାଙ୍କ ମନ ଭିତରେ ସେ ଜପ କରିବାକୁ ଆସୁନି महाराଜ ଆଗ୍ରହ ଆସୁନି महाराଜ ଅନାଦି କାଳର କର୍ମଫଳ କହିଲେ ସେମାନଙ୍କୁ ରାଗ ଲାଗୁଛି महाराज ଅନାଦି କାଳର ଦୁଷ୍କର୍ମର ଫଳ ରହିଛି ତେଣୁ ନିଷ୍ଠା ସହ କରିବାକୁ ହେବ ସେଥିଲାଗି କୁହାଯାଏ ନିଷ୍ଠା ଅନାଦି କାଳର ସହ ଦୁଷ୍କର୍ମ ରହିଛି କଥା ବୁଝିପାରିଲ ତେଣୁ ଜପମାଳ ଧରିଲେ ସେଇପରି ଦୁଶ୍ଚିନ୍ତା ମନରେ ଆସିଯିବ ସେ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ନିଷ୍ଠା ସହକାରେ କରିବାକୁ ହେବ ବୁଝିଲା ହଁ ଆଜ୍ଞା ଆଉ କହ ଆଜ୍ଞା ଆଉ କାରି ପ୍ରଶ୍ନ ଅଛି
ଆଉ ସୁବ୍ରମା ମାତାଜୀ କ'ଣ ପ୍ରଶ୍ନ ଅଛି? ସୁବ୍ରମା ମାତାଜୀ ହରେ କୃଷ୍ଣ ମହାରାଜ। ମୁଁ ପଚାରୁଛି ଏଇ ଯୋଉ ତିରୁମଙ୍ଗବାଇ ଯୋଉ ମନ୍ଦିର ଆପଣ କହିଲେ ହଁ ସେ ମନ୍ଦିରଟା କ'ଣ ଏବେ ବି ଅଛି? ହଁ। ଏବେ ଅଛି, ତାର ନାଁ କ'ଣ ଅଛି ଏବେ? ସେଇ ରଙ୍ଗନାଥଜୀ ମନ୍ଦିର ଶ୍ରୀରଙ୍ଗମ। ହଜାର ହଜାର ଲୋକ ଆସନ୍ତି ପ୍ରତିଦିନ। ହଁ ହଜାର ହଜାର ଅଧିକ ଦର୍ଶନ କରିବା ପାଇଁ ବିଶାଳ ଲାଇନ। ଶ୍ରୀରଙ୍ଗମ କ୍ଷେତ୍ର ଆମର ଟୁର୍ ଯାଉଛି ଇସ୍କନ ତରଫରୁ। ଗୋଟେ ଥର ଟୁର୍ରେ ଯାଇ ଦେଖି ଆସନ୍ତୁ, ଦର୍ଶନ କରି ଆସନ୍ତୁ। ଏ ଭଗବାନ ରାମଚନ୍ଦ୍ର ବିଭୀଷଣକୁ ଦେଇଥିଲେ ଲଙ୍କାକୁ ନେଇଯିବା ପାଇଁ। ଆଉ ସେଇ ବିଭୀଷଣ ସେଇଠି ଛାଡ଼ି ଦେଇଥିଲେ ଶ୍ରୀରଙ୍ଗମ କ୍ଷେତ୍ର। এই বিগ্রহ রঙ্গনাথ যে বিগ্রহ কৌশল্যা মাতা উপাসনা করছিল। কথা বুঝতে পারলে? হ্যাঁ বহুত পুরোনো ଆଜ୍ଞା মন্দির। ମହାରାଜ। হ্যাঁ ঘরে যাই দর্শন করে আসবে। আমার ইস্কন ট্যুর যাচ্ছে, বুঝতে পারলে? খবর ହଁ, নেই, ନିଶ୍ଚୟ ମହାରାଜ। যাই দর্শন করে আসবে। ମହାଭାରତକୁ ଦେଖିଗଲେ ବି। আর কাহার প্রশ্ন আছে কি? হ্যাঁ କିଏ ଆଠ ଉଠେଇଛନ୍ତି କି? ଉଠେଇ ନାହାନ୍ତି ତ? ଉଠେଇଛନ୍ତି ଅନ୍ୟ କିଛି କୁହନ୍ତି। হ্যাঁ ନାଇଁ ମାର କରିଥିଲି। ঠিক আছে, এখানে কথা রাখছে। হ্যাঁ সমস্ত হাত উঠে গেলে কহতু হরে কৃষ্ণ 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 হরে হরে, হরে রাম 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 হরে হরে। जय श्री प्रभुपाद की, जय श्री गुरुदेव की। निताई गौर प्रेमानंदे, हरे हरि बोल। ये फेस ना बेसी मोटे एपटे लेले तो ମାନେ ଆପଣ ଦେଖିଛନ୍ତି ଭକ୍ତମାନଙ୍କର ଫେସ୍ଟା ଏବେ ତ ହବ ନା, ଉଲ୍ଟା କରି ଲାଗିଛି। ଫ୍ରଣ୍ଟ କ୍ୟାମେରାଟା ଭଲ ଆସୁନି ତ। ରେକର୍ଡିଂ ହେଲା ସବୁ।